ସ୍କ୍ରିନ୍ ଆସୁଛି ତମର ବାବୁ ଦେଖିଲ? ଠିକ୍ ଅଛି। ରିସେଣ୍ଟଲି ନ୍ୟୁଜ୍ ଅଛି ସୁନ୍ଦରଗଡ଼ ପାରା ରିଲେଟେଡ୍ ନ୍ୟୁଜ୍ ଦେଖିପାର ଠିକ୍ ଅଛି। ବେଳେବେଳେ ଛୋଟ ଜିନିଷ ମନକୁ ଆସିପାରେନି ପରୀକ୍ଷାରେ ତା ରିଲେଟେଡ୍ କଥା ପକେଇଦିଏ ହେଲା। ବୋଧେ ଏଇ ସପ୍ତାହର ନ୍ୟୁଜ୍ ଅଛି ପାରାର ଫୁଲ୍ ଫର୍ମ କଣ ଅଛି ବାବୁ? ସେଣ୍ଟ୍ରାଲ ଆଡାପ୍ଟେସନ ରିସୋର୍ସ ଅଥରିଟି ବାଇ ଦ ସେଣ୍ଟ୍ରାଲ ଗଭର୍ଣମେଣ୍ଟ। ଠିକ୍ ଅଛି। ସେଣ୍ଟ୍ରାଲ ଆଡାପ୍ଟେସନ ରିସୋର୍ସ ଅଥରିଟି ଶୁଣିଥିବ ବୋଧେ କି ଆକ୍ଚୁଆଲି ଯୋଉ ବାପା ମା ମାନଙ୍କର ସନ୍ତାନ କିଛି ହୁଏ ନାହିଁ ସେମାନେ ବିଭିନ୍ନ ପ୍ରକାର ୱେରେ ଶିଶୁ କିମ୍ବା ଛୋଟ ପିଲାକୁ ଆଡପ୍ଟ କରନ୍ତି ବା ଆମେ କହିପାରିବା ବହୁତ ସାରା ଧନୀ ଲୋକ ଯୋଉମାନେ ଥାଆନ୍ତି ସେମାନେ ମଧ୍ୟ ଡିଜାବିଲିଟି କ୍ୟାଣ୍ଡିଡେଟ୍ କିମ୍ବା ଯୋଉ ତାର ହାତ ଗୋଡ଼ ଆଖି ପ୍ରୋବ୍ଲେମ୍ ଥାଏ ସେ ଲୋକକୁ ମଧ୍ୟ ସେ ପିଲାକୁ ମଧ୍ୟ ଆଡପ୍ଟ କରନ୍ତି। ତାର ରିଲେଟେଡ୍ ନ୍ୟୁଜ୍ ୟା ରିଲେଟେଡ୍ ସୋସିଆଲ ସିକ୍ୟୁରିଟି ଉପରେ it is the statutory body କୋଉଟା କାରା କଥା କୁହାହଉଛି it is the statutory body under the Ministry of Women and Child Development Government of India established in the 1990 ଠିକ୍ ଅଛି 1990 1990 ଇଏ କରାହେଇଥିଲା ଚାହିଁବ ପିଲା ଆଡପ୍ଟ କରି function as the nodal agency for the adaptation of the India children and mandated to monitor regulate both in country and inter country adaptation ଦେଶ ଭିତରେ ଫର ଏକ୍ସାମ୍ପଲ ତମେ ରହୁଛ କୋଉଠି ଦିଲ୍ଲୀରେ ରହୁଛ ତମେ ଚାହିଁବ ନାହିଁ ଓଡ଼ିଶାରୁ ମୁଁ ସୁନ୍ଦରଗଡ଼ରୁ ପିଲା ଆଡପ୍ଟ କରିବି ଡେଫିନେଟଲି ତା ଫର୍ମକୁ ଯିବ ତମେ ହେଲା ତା ସାଇଟ୍କୁ ଯିବ ତାରା ସାଇଟ୍କୁ ଗଲା ପରେ ବିଭିନ୍ନ ପ୍ରକାର ଅପସନ୍ ଆସିବ କୋଉ ଜାଗାରୁ ପିଲା ଆଡପ୍ଟ କରିବା ପାଇଁ ଚାହୁଁଛ ବାକି ଟର୍ମ ଆଣ୍ଡ କଣ୍ଡିସନ ଯାହା ବି ଅଛି ସେଇଠୁ ଫିଲ୍ଅପ୍ କରିକି ପକେଇବ ହେଲା ପରେ ଖାଲି ସମୟ ଲାଗେ 2-3 ବର୍ଷ ଲାଗେ ଏବେ ହେଲା କି ବୋଧେ ଜଲ୍ଦି ହେଇଯାଉଛି ଯାହା ରିସେଣ୍ଟ ନ୍ୟୁଜ୍ ଥିଲା ତଥାପି ଏମାନେ ଯୋଉ ପାଇଛନ୍ତି ତ ଲଗଭଗ 3 ଇୟର୍ସ ପୂର୍ବରୁ ସେମାନେ ଆପ୍ଲାଏ କରିଥିଲେ କି ଆମକୁ ଗୋଟେ ପିଲା ଦରକାର କ'ଣ ଚାହୁଁଛ ତମେ ସେ ଜିନିଷ ମେନସନ୍ କରିବ ଝିଅ ପିଲା ଚାହୁଁଛ କି ପୁଅ ପିଲା ଚାହୁଁଛ କେତେରୁ କେତେ ବୟସ ଭିତରେ ହେଇଥିବା ଚାହୁଁଛ କି ଜନ୍ମ ହେଇଥିବା ଶିଶୁ ବର୍ଷେ 2 ବର୍ଷ ହେଇଥିବ 3-4 ବର୍ଷ ହେଇଯାଇଥିବ ତମର ଏଜ୍ କେତେ ହେଲା ତମର ଏଜ୍ କେତେ ମ୍ୟାଡ଼ାମ୍ ଦେଖୁଛନ୍ତି ୱେଡନେସ୍ଡେ କ୍ଲାସରେ ଆଜି ଇଭିନିଂରେ ମ୍ୟାଡ଼ାମ୍ ତାହେଲେ ଇଭିନିଂ ନେଇଯିବ ତମ କ୍ଲାସ୍ ଆଜି ହେଲା ପାୟଲ ମ୍ୟାଡ଼ାମ୍ ସେଦିନ ଯେଉଁ କ୍ଲାସ୍ ହେଇପାରିନଥିଲା ନ୍ୟୁଜ୍ ନେଇଯିବ ଟାଇମ୍ ଦେଇଦେବି ତା ବୋଧେ ସକାଳୁ ପଚାରୁଥିଲା ଓକେ ଚलो କଥା ଉଠୁଛି ତମେ ମେଲ୍ କି ଫିମେଲ୍ ହେଲା ତମେ ମେଲ୍ କି ଫିମେଲ୍ ଆକ୍ଚୁଆଲି ତମେ ଯଦି ସିଙ୍ଗିଲ୍ ପ୍ୟାରେଣ୍ଟ ହେଇଛ ସିଙ୍ଗିଲ୍ ପ୍ୟାରେଣ୍ଟ ମାନେ ମାନେ ମ୍ୟାରେଜ୍ କରିନ କିମ୍ବା ଯାହା ବି ଡିଭୋର୍ସ ହେଇଯାଇଛି ଯାହା ବି ହେଇଯାଇଛି ତମେ କେବଳ ବାପା ଥିଲେ ତମେ କାହାକୁ ଆଡପ୍ଟ କରିପାରିବ କେବଳ ମା ଥିଲେ କାହାକୁ ଆଡପ୍ଟ କରିପାରିବ ଇନ୍ ଦ ସେନ୍ସ ମ୍ୟାଡ଼ାମଙ୍କ ଭିଡ଼ିଓ ପଠେଇ ନାହାନ୍ତି ବୋଧେ ନାଇଁ ପଠେଇ ସେ ଜିନିଷ କଥା କୁହ ଇନ୍ ଦ ସେନ୍ସ ମହିଳା ହେଲେ ପୁଅ ଝିଅ ଦି ଜଣଙ୍କୁ ଆଡପ୍ଟ କରିପାରିବ ବେବି ଚାଇଲ୍ଡ କଥା କୁହ ମେଲ୍ ହେଲେ କେବଳ ମେଲ୍‌କୁ ହିଁ ଆଡପ୍ଟ କରିପାରିବ ଯାହା କାରାର ନିୟମ ଅଛି ଏବେ ପର୍ଯ୍ୟନ୍ତ କଥା କହୁଛି କ'ଣ ଇଏ ଦେଶ ଭିତରେ ଅଲଗା ଅଲଗା ରାଜ୍ୟ କିମ୍ବା ଅଲଗା ଅଲଗା ୟୁନିୟନ ଟେରିଟୋରୀ ଭିତରେ ତମେ ଆଡପ୍ଟ କରିପାରିବ କିମ୍ବା ଇଣ୍ଟର କଣ୍ଟ୍ରି କଥା କୁହାହଉଛି ଇନ୍ ଦ ସେନ୍ସ ଅଲଗା ଦେଶରୁ ମଧ୍ୟ ଆମେ ଆଡପ୍ଟ କରିପାରିବା କିମ୍ବା ଅଲଗା ଦେଶ ଲୋକ ଆମ ପାଖରୁ ମଧ୍ୟ ଆଡପ୍ଟ କରିପାରିବେ ଯାହା ବି ଇଣ୍ଟରନ୍ୟାସନାଲ ଲ ଅଛି କିମ୍ବା ହେଜ୍ କନଭେନସନରେ ଯାହା ଆମର ମେନସନ୍ କରାହେଇଛି ଭାରତ ସେଇ ଅନୁସାରେ ଅଲଗା ଦେଶର ପିଲାଙ୍କୁ ମଧ୍ୟ ଚାହିଁଲେ ଆଡପ୍ଟ କରିପାରେ କିମ୍ବା ଆମ ଦେଶର ଅଲଗା ଦେଶର ପିଲାଙ୍କୁ ଆଡପ୍ଟ କରିପାରେ ସିଷ୍ଟମ ପାରା ପ୍ରାଇମେରୀ ଡିଲ୍ ୱିଥ୍ ଦ ଆଡପ୍ଟେସନ ଅଫ୍ ଦ ଅର୍ଫାନ୍ ଅର୍ଫାନ୍ ମାନେ ଜାଣିଛ abandoned ମାନେ ଜାଣିଛ ସରେଣ୍ଡର ଚିଲଡ୍ରେନ୍ ମାନେ ଜାଣିଛ abandoned ଅର୍ଫାନ୍ ମାନେ କ'ଣ ମା ବାପା ଯାହାର ନାହାନ୍ତି ଅର୍ଫାନ୍ ଚାଇଲ୍ଡ ରିଜନ ବହୁତ ସାରା କଥା ଅଛି ଆକ୍ସିଡେଣ୍ଟରେ କିଏ ମରିଯାଇଛି କିଏ କ'ଣ କଥା ହେଇଛି ହଜାର ପ୍ରକାର abandoned ମାନେ ହଜିଲା କିମ୍ବା ବିଭିନ୍ନ ପ୍ରକାର ଛାଡ଼ ଫିଙ୍ଗି ଦେଇଛି କିଏ ନା କାହାକୁ ନେଇକି ଶୁଣିଥିବ ବୋଧେ ପିଲା ଜନ୍ମ କରିକି ସେଠୁ ନେଇ ଫିଙ୍ଗି ପକା ଦଉଛି ହଜାର ପ୍ରକାର କଥା ଇଏ କଥା ସରେଣ୍ଡର ଚାଇଲ୍ଡ ବିଭିନ୍ନ ପ୍ରକାର କଥା ଅଛି କି ସରେଣ୍ଡର କରିଦଉଛନ୍ତି ନାଇଁ ପିଲା ଆମର ବା ଯୋଉ ବେଳେବେଳେ ତମର ସିଙ୍ଗଲ ମଦର ପ୍ରେଗନେଣ୍ଟ ହେଇଯାଏ ତ ଏଇ ସବୁ ହଜାର ପ୍ରକାର କଥା ଅଛି ୟା ଯୋଗୁଁରୁ ମଧ୍ୟ ସରେଣ୍ଡର ହେଇଯାଏ ସେ ପିଲା କାହା ପାଖରେ ରହିବ ଆକ୍ଚୁଆଲି ଠିକ୍ ଅଛି ବାପ ତ ନାହିଁ କିମ୍ବା ମା ନିଜ ସମ୍ମାନକୁ ପିଲାକୁ ଇଏ ଦେଇପାରିବନି ରେକଗ୍ନିସନ୍ ତ ସେଇ ଟାଇମରେ ସରେଣ୍ଡର କଥା କୁହା କଥା କ୍ୱେଶ୍ଚନ୍ ଆସୁଛି ମଧ୍ୟ ପରୀକ୍ଷାରେ କି କାନ ଖୋଲା ରଖିବାକୁ ପଡିବ ତୁମକୁ ସରେଣ୍ଡର ଚିଲଡ୍ରେନ୍ ଥ୍ରୁ ଦ ରେକଗ୍ନାଇଜ ଆଡପ୍ଟେସନ ଏଜେନ୍ସି ରେକଗ୍ନାଇଜେସନ ଯେ ଆଡପ୍ଟେସନ ଏଜେନ୍ସି ଅଛି ତାକୁ ଦେଖାହେଇଛି ଜାଗାରେ ତମେ
function of the CARA function. Regulation and monitoring. CARA oversee the adaptation process, ensuring ମୁଁ ଯୋଉ ନୋଟରେ ରଖିଛି ୟାକୁ ଚାହିଁଲେ ଆହୁରି ମଧ୍ୟ ଛୋଟ କରିକି ତମେ ଆକୁ ଲେଖିପାରିବ ଯୋଉଟାକି ପରୀକ୍ଷାରେ ପଡ଼ିବ 3, 4, 5ଟା ପଏଣ୍ଟ ଭିତରେ ତାକୁ ଯେମିତି କାରାକୁ ମେନସନ କରିପାରିବ। ସେଟା ବୁଝିହଉଛି ମୁଁ ଯୋଉ ନୋଟ୍ସ ଦେଇଛି କାରଣ ମତେ ବୁଝିବାକୁ ପଡ଼ିବ ତମକୁ ବୁଝିଗଲା ମାନେ ଆଗରୁ ଆହୁରି ଛୋଟ ହେଇପାରିବ ସେ ଜିନିଷ ଯିଏ କରୁଛି କରୁ ୟା ଫିର ମୋ ନୋଟକୁ ଯିଏ ପଢ଼ିପାରିବ। ରେଗୁଲେସନ ଆଣ୍ଡ ମନିଟରିଂ କଥା କୁହାହଉଛି ସେ ଟିକେ ଲେଟରେ ଆସିବ ପାଠ ପାଇଁ ବି ବୁଝିପାରିବ ନାହିଁ ତାକୁ କାରଣ କରେଣ୍ଟ ଆଫେୟାର ଜିନିଷ ନା କୋଉଠୁ ଷ୍ଟାର୍ଟ ହେଇଥିବ କିଛି ଜଣା ନାହିଁ ତେଣୁ ଟାଇମରେ ଟିକେ ଆସିଗଲେ କରେଣ୍ଟ ଆଫେୟାର ପାଠ ସିନା ଟିକେ ଧରିଦବ କରେଣ୍ଟ ଆଫେୟାର କୋଉ ଜାଗାରୁ ଷ୍ଟାର୍ଟ ହେଇକି କିଛି ଜାଣିପାରିବ। କାରା କଥା ପଢ଼ା ହଉଛି ଇନ୍ ଦ ସେନ୍ସ ଯୋଉ ପିଲାମାନଙ୍କୁ ଆଡପ୍ଟ କରନ୍ତି ମା ବାପା ମାନେ ସେ ସଂସ୍ଥା ବିଷୟରେ କଥା ପଢ଼ା ହଉଛି କାରା। ଓକେ ରେଗୁଲେସନ ଆଣ୍ଡ ମନିଟରିଂ କାରା oversee the adaptation process ensuring that all the process adhere to the legal and ethical standard। ତାଙ୍କର ତମେ ଆଜି ଗୋଟେ ପିଲାକୁ ନେଇକି ଯାଇଛ इन द सेन्स तुमको एडप्ट करते दिया है इन द सेन्स जहाँ भी ऑफिशियल प्रोसीजर ଅଛି କାଲି ସକାଳେ ଆସି ତା ବାପା କହେ ନାହିଁ ମୋ ପିଲା ମୋତେ ଫେରେଇ ଦିଅ। ଜିନିଷ ହବନି ନା ବାସ୍ କାଲି ସକାଳେ ଜଣାପଡ଼େ ନାହିଁ ସେ ପିଲାର ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍ ଅଛି ଲିଗାଲ କ୍ଲିୟର ନୁହେଁ ହଜାର ପ୍ରକାର କଥା ଅଛି ଜିନିଷ ଠିକ୍ ନୁହେଁ ନା ଲିଗାଲ ଆଉ ଏଥିକାଲ ଷ୍ଟାଣ୍ଡାର୍ଡ ଉପରେ ଯେଉଁ ପିଲା ଦିଅନ୍ତି ବାପା ମାଆଙ୍କୁ ସେ ଜିନିଷ କ୍ଲିୟର ହେଇଥିବା ଦରକାର ପ୍ଲସ୍ ମେଡ଼ିକାଲ ରିପୋର୍ଟ ମଧ୍ୟ ତା ସହିତ ଆଟାଚ୍ ଥିବା ଦରକାର କି ପିଲାର ହାର୍ଟ କିଡନୀ ଲିଭର ଏସବୁ ଜିନିଷ ଅଛି କି ନାହିଁ କିମ୍ବା ବାକି ବିଭିନ୍ନ ପ୍ରକାର କଥା ଏଠି ରେଗୁଲେଟ୍ ବଡି ସହିତ ଷ୍ଟେଟ୍ ଏଡପ୍ଟେସନ୍ ରିସୋର୍ସ ଏଜେନ୍ସି ଏ ଜାଗାରେ ଯାଇ ମେନସନ୍ କରିପାରିବ କି ମୋତେ ପିଲା ଦରକାର। ସ୍ପେଶାଲାଇଜ୍ଡ ଏଡପ୍ଟେସନ୍ एजेंसी କଥା କୁହାହଉଛି ଅଥରାଇଜ୍ଡ ଫରେନ୍ ଏଡପ୍ଟେସନ୍ ଏଜେନ୍ସି AFA ଚାଇଲ୍ଡ ୱେଲଫେୟାର କମିଟି ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ୍ ୟୁନିଟ୍ ये तमाम ଜାଗାରେ ଯାଇକି ତମେ ଆପ୍ଲାଏ କରିପାରିବ କିମ୍ବା ଯାଇକି କହିପାରିବ କି ଭାଇ ସାର୍ ଆମକୁ ପିଲା ଦରକାର या फिर ଆମେ ପିଲା ଚାହୁଁଛୁ ଦେଇଦେବା ପାଇଁ ରିଜନ ଯାହା ବି adherence of the international convention जो ଯେହେତୁ ଆମେ କହିଲୁ इंटरनेशनल पिला इंटरनेशनल पिला ମାନେ ଫରେନ୍ କଣ୍ଟ୍ରି ଆମ କଣ୍ଟ୍ରି ନେଇପାରିବେ ଆମେ ବି ଫରେନ୍ କଣ୍ଟ୍ରି ନେଇପାରିବୁ କିଛି ବଟ୍ କନଭେନସନ ଥିବା ଦରକାର ନ୍ୟାୟ ଥିବା ଦରକାର କିମ୍ବା ଲ ଥିବା ଦରକାର ଚୁକ୍ତି adherence of the international convention CARA is designed as the central authority to deal with inter-country adaptation with the provision of the Hague Convention Netherlands କଥା କହୁଛି, Hague Convention, or the inter-country adaptation 1993 which India ratified in तो ये जो हेज कन्वेंशन को 2003 ରେ रेटिफाइड କରିବା ମାନେ କ'ଣ ସିଗ୍ନେଟରୀ କଥା କୁହାହଉଛି ଇନ୍ ଦ ସେନ୍ସ ଆମେ ସାଇନ୍ କଲୁ ଭାଇ ସାହେବ ଇଣ୍ଟରନ୍ୟାସନାଲ ସ୍ତରରେ ଯୋଉ ନିୟମ ଅଛି ଛୋଟ ପିଲା ହଜି ଯାଉଛି କିମ୍ବା କିଏ କାହାକୁ ନେଇଯାଉଛି କିମ୍ବା କିଏ କାହାକୁ ଆଡପ୍ଟ କରୁଛି ଏସବୁ କଥାରେ ଆମେ ଇଣ୍ଟରନ୍ୟାସନାଲ ସ୍ତର କଥା ମାନିବା ପାଇଁ ଏଗ୍ରି ଅଛୁ ସେଥିପାଇଁ ଆକ୍ଚୁଆଲି କ'ଣ କରୁଛୁ ସାଇନ୍ କରୁଛୁ ଫର ଏକ୍ଜାମ୍ପଲ ବର୍ତ୍ତମାନ ଶୁଣିଥିବ କି ଭାରତର ଯୋଉ ଆକ୍ଚୁଆଲି ତାଜ ହୋଟେଲର ପ୍ରୋବ୍ଲେମଟି କ୍ରିଏଟ୍ ହେଇଥିଲା ସେଇ ଜିନିଷ ପାକିସ୍ତାନ ଆମର କାନାଡାର ପର୍ସନ ସିଏ ବର୍ତ୍ତମାନ କାନାଡାର ଜେଲ୍ ଅଛନ୍ତି ସରି ଆମର କ'ଣ ୟୁଏସ୍ଏ ଜେଲ୍ରେ ଅଛନ୍ତି ତାଙ୍କୁ ଭାରତ କୋର୍ଟ କହୁଛି ଡିପୋର୍ଟ କରିବା ପାଇଁ ଇନ୍ ଦ ସେନ୍ସ ଭାରତକୁ ଆଣିବା ପାଇଁ କହୁଛି ସିଏ କ'ଣ କହୁଛି ସିଏ କହୁଛି ଯେ ମୋତେ ଭାରତ ନେଲେ ଟର୍ଚର କରାହବ କ'ଣ ପାଇଁ କଥା କହୁଛି ଟର୍ଚର କରାହବ ବୋଲି ଭାରତ ଇଣ୍ଟରନ୍ୟାସନାଲ ଯୋଉ ଟର୍ଚର ଲ ଅଛି ସେଥିରେ ରାଟିଫାଇଡ ନୁହଁ କିମ୍ବା ସିଗ୍ନେଟରିଜ ନୁହଁ ସିଗ୍ନେଚର କରିନି ହାଲାକି ଭାରତର ସିଗ୍ନେଚର ନ କଲେ ମଧ୍ୟ ଆମର ଏଠି ଫଣ୍ଡାମେଣ୍ଟାଲ ରାଇଟ୍ ଅଛି ଗୁଡ଼ାଏ ପ୍ରକାର ଜିନିଷ ବା ନ୍ୟାସନାଲ ହ୍ୟୁମାନ ରାଇଟ୍ ଅଛି ଷ୍ଟେଟ୍ ହ୍ୟୁମାନ ରାଇଟ୍ ଅଛି ୟା ମାଧ୍ୟମରେ ଆମେ ମଧ୍ୟ କାହାକୁ ଟର୍ଚର କରିପାରିବୁ ନାହିଁ ଆମେ ୟା ମାଧ୍ୟମରେ କାହାକୁ ଟର୍ଚର କରିପାରିବୁ ନାହିଁ କଥା ଉଠୁଛି ଇଣ୍ଟରନ୍ୟାସନାଲ ଲରେ ଆମେ ଆଜି ପର୍ଯ୍ୟନ୍ତ ସାଇନ୍ କରିନୁ ସିଗ୍ନେଚର କରିନୁ ସେଥିପାଇଁ ଆକ୍ଚୁଆଲି ଲିଗାଲ ଅଫିସର ମାନେ ବର୍ତ୍ତମାନ କହୁଛନ୍ତି ଦ ହିନ୍ଦୁ ପଢିଥିବୁ ଏ କଥା ଆସିଥିବ ତମର ଆଇ ଥିଙ୍କ 8-10 ଦିନ ତଳର ଇଏ ଆର୍ଟିକଲ ଥିଲା ସେ କଥା କୁହାହଉଛି ଭାରତକୁ କୋଉଠି ନା କୋଉଠି ଜଲ୍ଦି ଆମେ ଯଦି ରେଟିଫାଇଡ କରିଦେବା ଆମେ ଟର୍ଚର କରିବା ଦେଶ ନୁହଁ ବୋଲି ଇଣ୍ଟରନ୍ୟାସନାଲ ସ୍ତରରେ ଆମର ଗୋଟେ ଭଲ ଇମେଜ ବନିବ ପ୍ଲସ୍ ଆମ ଦେଶରେ ସିକ୍ୟୁରିଟିକୁ ନେଇକି ଯୋଉ ଲୋକମାନେ କିଛି ପ୍ରୋବ୍ଲେମଟି କ୍ରିଏଟ୍ କରିଛନ୍ତି ତାର ବିଚାର ଆକ୍ଚୁଆଲି ଆମେ ଭାରତ ଭିତରେ ଆଣିକି ତାଙ୍କୁ ଆଗକୁ କରିପାରିବୁ କିମ୍ବା ସେ ଜିନିଷକୁ ପ୍ରଚାର ମାନେ ଇଏ କରିପାରିବୁ ଠିକ ଅଛି ସେ କଥା କୁହାହଉଛି ହେଗ୍ କନଭେନସନରେ ଭାରତ ସିଗ୍ନେଚର ଇନ୍ ଦ ସେନ୍ସ ଡେଭଲପମେଣ୍ଟ ଅଫ ସିମ୍ପ୍ଲିଫିକେସନ ଅଫ ଦ ଆଡାପ୍ଟେସନ ପ୍ରୋସେସ ଧୀରେ ସିମ୍ପ୍ଲିଫାଇଡ କରାହଉଛି ମନେକର ପିଲା ଆଜି ବାପା ମାଆକୁ ଗୋଟେ ପିଲା ବାପା ମାଆର ସନ୍ତାନ ହଉନି ପିଲା ତମେ 15 ବର୍ଷ ପରେ ପିଲା ପାଇବ ଫାଇଦା କ'ଣ ବାପା ମା ତ ବୁଢା ହେଇଯିବେ ବର୍ତ୍ତମାନ ଦରକାର ନା କାହିଁକି ୱେଟିଂ ପିରିୟଡ଼ 3-4 ବର୍ଷ ରହିଯାଉଛି ଏବେ ବି ତାକୁ ଇଜିଅର କରିବା ପାଇଁ ଇନ୍ ଦ ସେନ୍ସ ଆମେ ଆପ୍ଲାଏ କଲୁ କୋଉଠି ନା କୋଉଠି 5 ମାସ ଭିତରେ ଆମକୁ ପିଲା ମିଳିଯିବା ଦରକାର ଆଉ ଡିଟେଲ୍ସ ପ୍ରୋସେସରେ ଏଥିକାଲ ପ୍ରୋସେସ ଠିକଠାକ ହବା ଦରକାର Simplification of the editorial process as of the March 2025, CARA has the
implemented measure to simplify the adaptation process adaptationଟା କେମିତି clear ହେଇପାରିବ। ହଁ, ବାକି ଏଥିରେ ଟଙ୍କା ପଇସା ଲାଗୁଛି ବହୁମାନେ ଆଇ ଥିଙ୍କ ପିଲା ନେବା ପାଇଁ 50,000 ପାଖାପାଖି ଚାର୍ଜେସ୍ ଲାଗୁଛି। ଲିଗାଲ ଫି ଏକ୍ସଟ୍ରା ଲାଗୁଛି 1,00,000 ପାଖାପାଖି ମୋର ଯେଉଁଠି ପିଲା ଗୋଟେ ଆଡାପ୍ଟେସନ କରିବା ପାଇଁ ପ୍ଲସ୍ ତମେ ଲିଗାଲ ପ୍ରୋସିଜର ଗୋଟେ ମଧ୍ୟ ତମେ ବାକି ଲାଇଫ୍ ରହିବାକୁ ପଡ଼ିବ ଠିକ୍ ଅଛି। ରିଜନ ବି ଅଛି ନା। This include streamlining process and providing detailed guidance to the prospective adoptive parents to the make the process more accessible and efficient। ତାମାନେ ଯୋଉ ସାଇଟରେ ତମେ ଯାଇକି ଫର୍ମ ଭରିବ କି ଭାଇ ସାହେବ ମୋର ଏତିକି ବୟସ ହେଲାଣି, ମୋ ସ୍ତ୍ରୀ ଏତିକି ବୟସ ହେଲାଣି, ମୋର ପିଲା ହଉନାହିଁ ଡ୍ୟୁ ଟୁ ଦିସ୍ ରିଜନ୍, ଆମେ ଚାହୁଁଛୁ ଏଇଭଳିଆ ପିଲା ଏତିକି ଏଜ୍ ଭିତରେ ଜିନିଷ ଯେମିତି ଜଲ୍ଦି ଜଲ୍ଦି ସରକାର ତରଫରୁ ଯାହା ଯୋଉ ପିଲା ଅଛି ଯାହା ବି ରିଜନ୍ ହେଇଥାଉ, ଅର୍ଫାନ୍ ହେଇଯାଉ, ଆବାଣ୍ଡନ୍ଡ ହେଇଯାଉ ତ ବାକି କଥା ସେ ପିଲାକୁ ତମର ମ୍ୟାଚ୍ କରାଇବେ, ତାକୁ ଫଟୋ ଦେଖେଇବେ ତୁମକୁ ଅନଲାଇନରେ ଚଏସ୍ ହବା ଦରକାର। ଚଏସ୍ ହେଲେ ସେ ଅନୁସାରେ କହିବେ ନାଇଁ ଠିକ୍ ଅଛି ଆମେ ପିଲାକୁ ଆଡପ୍ଟ କରିବା। ଏମିତି ମ୍ୟାରେଜ ହୁଏ ସବୁ। ପିଲା ପୁଅ ପିଲାଙ୍କୁ ଦେଖନ୍ତି ଝିଅ ପିଲା ମ୍ୟାରେଜ କରନ୍ତି ନା। ସେଇଭଳିଆ ଏଠି ଦେଖା ହବ। ଏ ପିଲା ତମର ପସନ୍ଦ ନୁହଁ। ମ୍ୟାକ୍ସିମମ୍ 3ଟା ପିଲା ଦେଖିବେ, 3ଟା ପିଲାର ଯିଏ ଚଏସ୍ ନବ ପୁରା ଲାଷ୍ଟ ପର୍ଯ୍ୟନ୍ତ। ଲାଷ୍ଟ ମାନେ ଯୋଉ ଯେତିକି ଜଣ ଆପ୍ଲାଏ କରିଥିବେ ପୁଣି ଲାଷ୍ଟରେ ତମର ନମ୍ବର ଆସିଲେ ପୁଣି 2 ବର୍ଷ ଜଲ୍ଦି ଜଲ୍ଦି ନେଇଯିବା ଦରକାର। Technological advance କଥା କୁହାହଉଛି। Hara has the enhanced the child adaptation resource information guidance system portal integrated data legally free children with the prospective adaptive parents ଏମିତି ସିଷ୍ଟମ ହବା ଦରକାର। ଚିଲଡ୍ରେନ ନେଇକି ଆସିଛୁ ସେ ପିଲାର ଆକ୍ଚୁଆଲି ଲିଗାଲି କ୍ଲିୟର ଥିବା ଦରକାର। ନହେଲେ ତାକୁ ଜଣେ କିଏ ଛାଡ଼ି ନଥିବ କିମ୍ବା ହଜି ଯାଇଥିବ ତାକୁ ବାପା ମା ଖୋଜୁଥିବେ ତମେ ଆଣିକି ଆଉ ଜଣକୁ କାହାକୁ ଦେଇ ସାରିବନି ଠିକ ନୁହଁ ନା। ତାର ଆକ୍ଚୁଆଲି ଲିଗାଲ ଡକୁମେଣ୍ଟ ସେ ପିଲା କୋଉଠୁ ଆସିଲା କଣ ଜିନିଷ ଏଭ୍ରିଥିଙ୍ଗ ସୁଡ୍ ବି କ୍ଲିୟର ଫର ଦ ପ୍ୟାରେଣ୍ଟସ। ପ୍ୟାରେଣ୍ଟ ସାଇଡରୁ ମଧ୍ୟ କ୍ଲିୟର ହବା ଦରକାର। ପ୍ୟାରେଣ୍ଟସ ଆକ୍ଚୁଆଲି ନଉଛି ଗୋଟେ ପିଲାକୁ ଆକ୍ଚୁଆଲି ତାର ବାପା ମା ସେମାନେ ପିଲା ନାହାନ୍ତି ବୋଲି ସନ୍ତାନ ସନ୍ତତି ସୁଖ ପାଉନାହାନ୍ତି ବୋଲି ସେମାନେ ନେବା ଦରକାର। ତମେ ପିଲାକୁ ନେଇ ଗଲତ ଇସ୍ତେମାଲ କରିବ ତ ସେଇଟା କୋଉଠି ନା କୋଉଠି ଠିକ ନୁହଁ। ବୋଥ ସାଇଡରୁ ଆକ୍ଚୁଆଲି ଇଣ୍ଟରନେଟ ତମ ଠିକ ଠାକ ପୋର୍ଟାଲରେ ରହିବା ଦରକାର ଇନଫର୍ମେସନ। This automated matching system facilitates the more efficient adaptation। पॉलिसी रिवीजन କଥା କୁହାହଉଛି 2024 କାରା ରିଲିଜ ଇନ୍ ଦ ମଡେଲ ଫୋଷ୍ଟର କେୟାର ଗାଇଡଲାଇନ୍ସ 2024 and adaptation regulation to update the improved legal framework governing adaptation in India। These guidelines aims to ensure adaptation practice at the transparent, ethical, best interest of the children। ପିଲାର କେମିତି ଖରାପ ନୁହେଁ। ଆଜି ମନେକର ତମେ ବାପା ମା ଭଲ ମୋଡରେ ଅଛ ପିଲାକୁ ନେଇ ଆସ ଖାଲି ବାଟା ପିଟା ଷ୍ଟାର୍ଟ କରିଦବ କାରଣ ତମ ବ୍ଲଡରୁ ଜନ୍ମ ହେଇନି ନା ସେ ବିଭିନ୍ନ ପ୍ରକାର କଥା ଥାଏ ସେମିତି ତେଣୁ ସେଥିପାଇଁ ସେ ପିଲା ଆକ୍ଚୁଆଲି ଲିଗାଲ ପ୍ରୋସିଜର ତାକୁ ଅଫିସର ମାନେ ଆସିକି ମଝିରେ ମଝିରେ 4-6 ବର୍ଷ ପର୍ଯ୍ୟନ୍ତ ଚେକ୍ କରିବେ କି ସେ ପିଲା ଠିକ ଖାଉଛି କି ନାହିଁ ଟର୍ଚର କରାହଉଛି ହଉନି ତ ତମାମ ସାରା କଥା ଠିକ ଅଛି। This development reflects the CARA ongoing commitment facilitating the ethical and legal arbitrary with the priority welfare। ପିଲାଙ୍କ ଏପଟେ ଭଲ ହଉ ବାପା ମା ଯୋଉମାନେ ଚାହୁଁଛନ୍ତି ସେମାନେ ବି ତାଙ୍କ ଜୀବନରେ ଗୋଟେ ପିଲା ମିଳିଯାଉ ଭଲ ଏପଟେ ଦରକାର। ଦେନ୍ ରିସେଣ୍ଟଲି ଆମର ହେଇଛି କଣ ରାୟସିନା ଡାଇଲଗ। ରାୟସିନା ଡାଇଲଗ କୋଉଠି ହୁଏ ଏଟା ଦିଲ୍ଲୀରେ ଯୋଉ ପାର୍ଲାମେଣ୍ଟ ହାଉସ ଅଛି ଆମର ଯୋଉ ପାର୍ଲାମେଣ୍ଟ ଅଛି ପ୍ରେସିଡେଣ୍ଟ ହାଉସ ଅଛି ଇଣ୍ଡିଆ ଗେଟ୍ ଅଛି ସେଇ ପାଖାପାଖି ରିଜନରେ ବଡ ପାହାଡ ମାନେ କଣ ଗଛ ପତ୍ର ସବୁ ଅଛି ଯାଇଥିବ ଦେଖିଥିବ ଏଟା ରାୟସିନା ହିଲ୍ସ ବୋଲି କୁହାଯାଏ ପ୍ରେସିଡେଣ୍ଟ ପାହାଡ କଥା କହିଲା, ଦିଲ୍ଲୀର କେତେ ବଡ ପାହାଡ ରହିବ। ସେଠି ଗୋଟେ ଛୋଟ ପାହାଡ ଅଛି ତାକୁ ତା ନାଁ ହଉଛି ରାୟସିନା। ତାରି ଅନୁସାରେ ଏ ଯୋଉ ପ୍ରତ୍ୟେକ ବର୍ଷ ଆମର ଗୋଟେ ଡାଇଲଗ ମାନେ ବହୁତ ସାରା ଦେଶରୁ डिफेंस मिनिस्ट्री ହେଇଗଲା, ଏକ୍ସଟର୍ନାଲ ଆଫେୟାର ମିନିଷ୍ଟ୍ରି ହେଲା, ବଡ ଟେକ୍ନୋଲୋଜିକାଲ ଭଲ ପର୍ସନାଲିଟି ହେଇଗଲେ, ଅଲଗା ଅଲଗା ତାଙ୍କ ଦେଶର ସବୁ ମୁଖିଆ ହେଇଗଲେ। ସେମାନଙ୍କୁ ନେଇକି ଗୋଟେ ସିକ୍ୟୁରିଟି କେମିତି ଭଲ ହେଇପାରିବ, ଟେକ୍ନୋଲୋଜି କେମିତି ଭଲ ହେଇପାରିବ, ଦେଶ କେମିତି ସୁରକ୍ଷାରେ ରହିପାରିବ, ପ୍ରତ୍ୟେକ ବର୍ଷ ଗୋଟେ ଆଲୋଚନା ହବ। ଏ ବର୍ଷ ସେ ଆଲୋଚନା ହେଇଛି। ଆସିଥିଲା କିଏ? ଆସିଥିଲା ଆମର ନ୍ୟୁଜିଲାଣ୍ଡର ପ୍ରାଇମ ମିନିଷ୍ଟର ଆସିଥିଲେ ସେଥିରେ କି ମୁଖ୍ୟ ଚିଫ ଗେଷ୍ଟ ହେଇ। ତେଣୁ ତାଙ୍କ ନାଁ ରିଲେଟେଡ କଥା କ୍ୱେଶ୍ଚନ ପକେଇ ଦେଇପାରେ। କଣ ଅଛି ରାଇସିନା ଡାଇଲଗ ବୁଝିନ କଥା ଯାଉଛି ତ କାର୍ତ୍ତିକ ବାବୁ ଯାଉଛି ତ କଥା ନା ଯାଉନି? ଆଜ୍ଞା ସାର୍ ଆଜ୍ଞା। ଯାଉଛି। ଓକେ ତ ସେଟା ରାଇସିନା କଥା କହୁଛେ ଆଁ। କଥା କଣ ରାଇସିନା ଡାଇଲଗ ଇଜ ଦ ଇଣ୍ଡିଆନ୍ ପ୍ରିମିୟର କନଫରେନ୍ସ ଜିଓ ପଲିଟିକ୍ସ ଆଣ୍ଡ ଜିଓ ଇକୋନୋମିକ୍ସ। ଜିଓ ପଲିଟିକ୍ସ ଜିଓ ଇକୋନୋମିକ୍ସ ମିନି ବୁଝିବ। ଜିଓ ପଲିଟିକ୍ସ ମାନେ ରାଜନୀତି ସହିତ ଜିଓ ଇକୋନୋମିକ୍ସ ମାନେ ଇକୋନୋମିକ୍ସ ସହିତ ଯୋଡା ଜିଓ ମାନେ ପୃଥିବୀ କଥା ଜିଓଗ୍ରାଫି ଜିଓଲୋଜି held annually ବର୍ଷକୁ ବର୍ଷ ଥରେ ଥରେ in the New Delhi organized by the Observer Research Foundation in collaboration with the Ministry of External। तो ये जो ऑब्जर्वर रिसर्च फाउंडेशन है कोलैबोरेशन काहा सହିତ ହେଇଛି ମିନିଷ୍ଟ୍ରି ଅଫ୍ ଏକ୍ସଟର୍ନାଲ ଆଫେୟାର୍ସ ସହିତ ତମାମ କଥା ବୁଝାଅ।
इट ब्रिंग द टुगेदर ग्लोबल लीडर बहुत सारा ग्लोबल लीडर को एटी पाखापाखि धरिक मीटिंग को नहीं आस पॉलिसी मेकर एक्सपर्ट इंडस्ट्री एक्सपर्ट एकाडेमिक्स इन द सेंस जे भल पाठ जानी वगैरह कथा टू डिस्कस द प्रेसिंग इंटरनेशनल इश्यू एग्जांपल मनकर रशिया यूक्रेन कथा जो सेठी ठीक अछि एग्जांपल तमरा पैलेस्टाइन इजराइल कथा कहौ ठीक अछि गाजा ठीक बाकी अमेरिका जो प्रकार सब काम बर्तमान डोनाल्ड ट्रंप पर उठपटांग काम पड़ो सब बस इंडियन ओशन रिम एसोसिएशन कथा कहु कि भारत चाइना भारत पाकिस्तान रिलेशन कथा कहु कि जम्मू काश्मीर कथा उठा जाऊ एनीथिंग इंटरनेशनल इश्यू वी कैन रेज हियर ठीक अच्छे या फिर इंटरनेशनल लीडर्स कैन रेज हियर उठे पार हेड फेड मन रखिए जो थीम गुड़ा क्वेश्चन डायरेक्ट परीक्षा थीम गुड़ा डायरेक्ट प्रिलिम्स रे थीम कौन था आइसन डायलॉग 2025 ऊपर डेट केबे मार्च 17 मार्च 19 15 2025 वेन्यू ताज पैलेस होटल न्यू दिल्ली ठीक अछि आइसन डायलॉग मत पहाड़ रो होनी ताज होटल बसी आराम से मीटिंग होनी स्वाभाविक थीम कौन काल चक्र पीपल पीस एंड प्लानेट तार आइसन डायलॉग रो कथा को तार थीम ड्राइवर्स रो काल चक्र पीपल पीस एंड प्लानेट डायरेक्ट क्वेश्चन पकोजी डायरेक्ट क्वेश्चन चीफ गेस्ट किए थे ना क्रिस्टोफर लक्सन प्राइम मिनिस्टर ऑफ न्यूजीलैंड ये मध्य डायरेक्ट बेले बेले कहछि कि चीफ गेस्ट थे आइसन डायलॉग पार्टिसिपेट किए करथिले ओवर 3500 डेलीगेट्स माने जो बड़ बड़ पर्सनालिटी आसे ना डेलीगेट बोली फ्रॉम द अप्रोक्सीमेटली 125 कंट्रीज सब देश ता मान जे एक्सटर्नल मिनिस्टर किंवा फॉरेन अफेयर मिनिस्टर किंवा डिफेंस मिनिस्टर से अलग अलग देश अलग अलग हेड किए आसते चलो मत आसपार जहाँ जमी फ्री है इनक्लूडिंग मिनिस्टर्स फॉर्मर हेड ऑफ द स्टेट फॉर्मर हेड माने आगुरु प्राइम मिनिस्टर थे एवं ना मनकर लगा जाई परिबो भल रिलेशन भारत जे थिबो मिलिटरी कमांडर्स एमाने मध्ये आसीपारे बिजनेस लीडर एमाने आसीपारे एकाडेमिशियन हला कॉलेज लेक्चर प्रोफेसर हला रिसर्च इंडस्ट्रियल एमाने सब आसीपारे जर्नलिस्ट एमाने पासे यूथ एमाने आसीपारे जेकोसी बड़ बड़ लोक जो माने स्तर रे पार्टिसिपेट करते चर्चा करिए भाई साहब की हाइलाइट कोन कथा कहला inaugural address, Prime Minister Narendra Modi inaugurated the dialogue, emphasized the Indian commitment to the multilateralism and the global cooperation. Multilateralism ର meaning କଣ? ନ୍ୟୁଜପେପର ପଢୁଥିବ କ୍ଲିୟର ନ୍ୟୁଜପେପର ଷ୍ଟାର୍ଟିଂ ରୁ କହୁଛି ଏବେ ପର୍ଯ୍ୟନ୍ତ କହୁଛି ନ୍ୟୁଜପେପର ନ ପଢିଲେ ତମେ ପରୀକ୍ଷାରେ କ୍ଲିୟର କରିପାରିବା ଡିଫିକଲ୍ଟ ନ୍ୟୁଜପେପରକୁ ପ୍ରତ୍ୟେକ ଦିନ ପଢିବାକୁ ପଡିବ ଦ ହିନ୍ଦୁ ନ୍ୟୁଜପେପର କିମ୍ବା ଇଣ୍ଡିଆନ ଏକ୍ସପ୍ରେସ वार्ड को तुमको एनालिसिस करिया पड़ो टीचर माने पढ़ी की पळेई जिवे किंबा पदे कथा कहि देबे से वार्ड को तुम सेते पर्यंत लिखि परिबो नाही जेते पर्यंत ता से वार्ड रे तुमको मास्टरी हो जाई नोट लिखिबो ए कथा या थिला सेकंड थर नोट लिखा टे भूलियो अच्छा ए कथा या जानथि टिके भूलि जाइथिले या रखला थर्ड थर से कथा मन रहियो परीक्षा कोन जोठी पढुछ पढ नो यू हैव टू रीड द न्यूज़पेपर प्रॉपर्ली और बुक्स रे मते जो हो नाही ताकू मध्य कोठी ना कोठी सिंप्लिफिकेशन करिया पे चेष्टा करो तू तमर हे गला कोन गूगल को सहारा नहीं पारो बा यूट्यूब को सहारा नहीं पारो आर्टिफिशियल इंटेलिजेंस साइट लाइक द चैट जीपीटी एंड कलम हला एआई याकू मध्य सहारा नहीं पारो सब बुझिया पे कि बा टीचर्स को बुक्स रे सहारा नहीं पारो चलो मल्टीलैटरलिज्म हे गला माने कौनसी गोटे कंट्री को प्रायोरिटी दिया न जाओ जमी अमेरिका कौन अमेरिका फास्ट अमेरिका फास्ट मोदी बाबू कहले कौन नाई भाई साहब दुनिया बर्तमान कई फास्ट सेकेंड ना समस्ते फास्ट एमती समस्ते फास्ट आम कोऑपरेशन करवा आम कोऑर्डिनेशन करवा विश्व में शांति रखापी चेष्टा करवा ग्लोबल साउथ कथा पढ़ा के अलग आम करंट अफेयर्स ग्लोबल साउथ मैंने जदि तुम मैप रे देख ना ज्यादातर तुमको नॉर्थ साइड रे जो जो देश अच्छा नॉर्थ माने इक्वेटर ऊपर नॉर्दर्न हेमिस्फीयर कथा गोलार्ध से देश माने ज्यादातर तुमको धनी मिले कौन पे मिले देखो पढ़ो जियोग्राफी आम आलोचना कर ग्लोबल साउथ इन द सेंस इक्वेटर रे तलू देखा से देश माने ज्यादातर अल्प तमाम सब ऑस्ट्रेलिया अच्छी न्यूजीलैंड मैंने भल कंट्री अच्छा जीडीपी भल प्लस जो परचेजिंग पावर ऑफ पैरिटी भल कथा उठू ज्यादातर साउथ रे गरीब गरीब तो से कथा कहते मोदी समस्त को आम नहीं चलो ग्लोबल साउथ कथा आसते फार ईस्ट कथा बेले बेले आसो रशिया फार ईस्ट है तो या समस्त नहीं आम चलो
କେବଳ ଭାରତ ଯେ ଉପରକୁ ପଳେଇଯିବ କିମ୍ବା ଆମେରିକା ଏକଦମ ପୁରା ଡୋନାଲ୍ଡ ଟ୍ରମ୍ପ ଯେମିତି ସବୁ ଟ୍ୟାକ୍ସ ଫ୍ୟାକ୍ସ ଅଧିକା ଭିଡ଼େଇ ଭାଡ଼େଇ ଏପଟ ସେପଟ କରିକି କି କ'ଣ ବେତାଳା କଲା ତାକୁ ନେଇକି ଏକଦମ ହାତ କଡ଼ି ପକେଇକି ନେଇକି ଭାରତ ଛାଡ଼ି ଦେଉଛନ୍ତି। ଇଟ୍ ସୁଡ୍ ନଟ୍ ବି ଲାଇକ୍ ଦ୍ୟାଟ୍ ସେ ମଲ୍ଟିଲାଟରାଲିଜମ୍ ଆଣ୍ଡ ଗ୍ଲୋବାଲ କୋଅପରେସନ୍ ହେଲା। ଗ୍ଲୋବାଲ କୋଅପରେସନ୍ ସମସ୍ତଙ୍କ ସହିତ ରହିବା ଦରକାର ଇନ୍ ଦ ସେନ୍ସ ଟ୍ରେଡ୍ କଥା ଯାଦତର କଥା କୁହାହେଉଛି, ସିକ୍ୟୁରିଟି କଥା କୁହାହେଉଛି, ପିସ୍ କଥା କୁହାହେଉଛି। ଛୋଟ ଛୋଟ ୱାର୍ଡକୁ ଲେଖିଲେ ତମେ ଏସେ ଲେଖିପାରିବ, ନହେଲେ 12-14 ପେଜ ଏସେ ଲେଖିଲା ବେଳେ ମୁଣ୍ଡ ଖରାପ ହେଇଯିବ। ତମେ ୱାର୍ଡକୁ ଚିହ୍ନି ନଥିବ। ୱାର୍ଡକୁ ଚିହ୍ନିଗଲେ ଗୋଟେ ୱାର୍ଡକୁ ଚିହ୍ନିଗଲେ ଗୋଟେ ପେଜ ଲେଖିପାରିବ। ୱାର୍ଡକୁ ଚିହ୍ନିବାକୁ ପଡ଼ିବ। ଗ୍ଲୋବାଲ କୋଅପରେସନ୍ ମିନିଂ କ'ଣ ଆକ୍ଚୁଆଲି କୋଉ ସେନ୍ସରେ ମୁଁ ଧରିବି ଗ୍ଲୋବାଲ କୋଅପରେସନ୍ ଲେଖିଲା ବେଳେ। ଗ୍ଲୋବାଲ କୋଅପରେସନ୍ ତ କଥାଟା ବୁଝି ହେଉଛି, କ'ଣ କ'ଣ ଲେଖିବାକୁ ପଡ଼ିବ ମୋତେ ସେଇ ଜିନିଷଟା ଏସେ ଫେସେ ପ୍ରାକ୍ଟିସ୍ କରିବ ନା ସେ ଜିନିଷ ଦେଖିବ। ବାକି ମୁଁ କ୍ଲାସ୍ କରିଥିଲି ଏସେରେ କେମିତି ଆକ୍ଚୁଆଲି ଆଇଡିଆ ଜେନେରେଟ୍ କରିବ। ଭିଡ଼ିଓ ପଢ଼ିଛି ଦେଖିଦବ, କେତେବେଳେ ମୁଁ ଲାଇଭ୍‌ରେ ମଧ୍ୟ କ୍ଲାସ୍। ଏକ୍ସଟର୍ନାଲ ଆଫେୟାର ମିନିଷ୍ଟର ରିମାର୍କ ଜୟଶଙ୍କର ଜି ଆମର କ'ଣ କହିଲେ? ଏସ୍ ଜୟଶଙ୍କର ହାଇଲାଇଟ୍ ଦ ନିଡ୍ ଫର୍ ଦ ରବଷ୍ଟ ଆଣ୍ଡ ଦ ଫେୟାର ଇଣ୍ଟରନ୍ୟାସନାଲ ଅର୍ଡର, କ୍ରିଟିସାଇଜିଂ ଦ ୟୁନାଇଟେଡ୍ ନେସନ୍ ଫର୍ ଦ ଇକ୍ୱେଟିଂ ଏଗ୍ରେସନ୍ ଅନ୍ ଦ ଭିକ୍ଟିମ୍ସ। ଭିକ୍ଟିମ୍ ମାନେ ଏଠି ଯାହାତର ତମର ଯାହା କଥା କୁହାହେଇପାରିବ ବା ତମର ୟୁକ୍ରେନ୍ କଥା କୁହାହେଇପାରେ, ବଟ୍ ଯାହାତର ଇଏ ଏଠି ପର୍ଟିକୁଲାରଲି ଏମ୍ଫାସିସ୍ କରିଛନ୍ତି ଜାମ୍ମୁ କାଶ୍ମୀର। ଜାମ୍ମୁ କାଶ୍ମୀରରେ ଯୋଉ ଭିକ୍ଟିମ୍ ମାନେ ଅଛନ୍ତି ସେମାନଙ୍କୁ ପ୍ରାୟୋରିଟି କେମିତି କ'ଣ? କୋର୍ସ ପାକିସ୍ତାନ ଏପଟ ସେପଟ କାମ କରୁଛି, ଭାରତ ତରଫରୁ ସେଇ ଜିନିଷ ଆକ୍ଚୁଆଲି କରିହେଉନି। ଯୋଉ ଆଜାଦ କାଶ୍ମୀର ଯୋଉଟା କହୁଛ ପାକିସ୍ତାନ ଅକୁପାଏଡ୍ କାଶ୍ମୀର, ଏଇ ତମାମ କଥା କୋଉଠି ନା କୋଉଠି ଭାରତ ଉଠେଇବାକୁ ଚେଷ୍ଟା କରୁଛି ଇଣ୍ଟରନ୍ୟାସନାଲ। ଏନଗେଜମେଣ୍ଟ ୱିଥ୍ ରଷିଆ, ରଷିଆ କଥା କ'ଣ ଉଠିଥିଲା? Western official debate in the possibility of the re-engaging with the Russia counterparts amidst ongoing global tension, reflecting the recent diplomatic exchange between the US-Russia leader। କୋଉଠି ନା କୋଉଠି ଆମେ ତା ସହିତ ବି ମିଶିବା, ଆମେରିକା ସହିତ ବି ମିଶିବା ଭାରତ ହିସାବରେ, ପ୍ଲସ୍ ତା ମାନେ ନୁହେଁ ଯେ ଆମେ ଆକ୍ଚୁଆଲି ଯୁଦ୍ଧକୁ ବଢ଼ାବା ଦଉଛୁ କିମ୍ବା ୱାର୍‌କୁ ବଢ଼ାବା ଦଉଛୁ। ଫୁଲ୍ ୱାର୍‌କୁ ବଢ଼ାବା ଦଉନାହୁଁ। ରିସେଣ୍ଟଲି ପ୍ରାଇମ୍ ମିନିଷ୍ଟର ମୋଦିଙ୍କର ମଧ୍ୟ ଭିଜିଟ୍ ସବୁଆଡ଼ିକି ବୋଲି ତମେ ଆଶ୍ଚର୍ଯ୍ୟ କରିଥିବ କି ହଁ କିମ୍ ଯାଉଛନ୍ତି ଇନ୍ ଦ ସେନ୍ସ ୟୁକ୍ରେନ୍ ଯାଉଛନ୍ତି, ରୁଷିଆ ବି ଯାଉଛନ୍ତି, ଆମେରିକା ବି ଯାଉଛନ୍ତି। ଆମର ଶତ୍ରୁତା କାହା ସହିତ ସେମିତି ନାହିଁ। ରିସେଣ୍ଟଲି ମଧ୍ୟ ଭାରତ ଆମର ସାହାଯ୍ୟ ପଠେଇଛି କାହା ପାଖକୁ ନା ପାଲେଷ୍ଟାଇନ୍ ପାଖକୁ, ଗାଜା ପାଖକୁ। ଆମର ଇସ୍ରାଏଲ୍‌ର ରିଲେସନ୍ ଭଲ। ତା ମାନେ ନୁହେଁ ଯେ କିଏ କାହାକୁ ମାରିବ ଆମେ ଭାରତ ହିସାବରେ ଦେଖିବୁ। ଭାରତ ଅଲଗା ପ୍ରକାର ପ୍ରିନ୍ସିପଲ୍‌ରେ କାମ କରେ। ଇଣ୍ଟରନ୍ୟାସନାଲ ଯେତେବେଳେ ରିଲେସନ୍ କଥା ପଢ଼ିବା ଆମେ, କୋଉଠି ନା କୋଉଠି ଆକୁ ଜିନିଷ କ୍ଲିୟର ଆସିବ। କୋଉ ଦେଶ ସହିତ ଭାରତ କେମିତି ଭାବରେ ଷ୍ଟାଣ୍ଡ ରଖୁଛି। ଦେନ୍ ଥୀମାଟିକ୍ ଡିସ୍କସନ୍ କ'ଣ ଥିମ୍ ଉପରେ ଡିସ୍କସନ୍ ହେଲା? ଟ୍ରେଡ୍ ଆଣ୍ଡ ଇକୋନୋମିକ୍ ୱିପେନାଇଜେସନ୍ କଥା କୁହାହଉଛି। ଆଡ୍ରେସ୍ ଦ କନସର୍ନ ଆବାଉଟ୍ ଟାରିଫ୍, ଡୋନାଲ୍ଡ ଟ୍ରମ୍ପ ବାଲା ଉପରେ ପଡୁଥିବ ଟାରିଫ୍, ରେସିପ୍ରୋକାଲ୍ ଟାରିଫ୍ ଅଛି ଆଜି ନ୍ୟୁଜ୍‌ରେ। ଟାରିଫ୍ କଥା କୁହାହେଲା, ସାଙ୍କ୍ସନ୍ କଥା କୁହାହେଲା। ସାଙ୍କ୍ସନ୍ କ'ଣ? ଏକ୍ସାମ୍ପଲ୍ ମନେକର ଆମେରିକା ଆକ୍ଚୁଆଲି କାହା ଉପରେ ନର୍ଥ କୋରିଆ ଉପରେ କିମ୍ବା ଇରାନ ଉପରେ ସାଙ୍କ୍ସନ୍ ଲଗେଇଛି। ହିସାବ ନର୍ଥ କୋରିଆ ଆମର ଇରାନ ପାଖରୁ ଯିଏ ତେଲ କିଣିବ ସେ ଦେଶ ଉପରେ ସାଙ୍କ୍ସନ୍ ଲାଗିବ। କ'ଣ ପାଇଁ? ନା ଇରାନ ନ୍ୟୁକ୍ଲିୟର ଟେଷ୍ଟ କରୁଛି। ଏଟା କୁହାହଉଛି ଟାରିଫ୍, ସାଙ୍କ୍ସନ୍। କିମ୍ବା ଆମେ କହିପାରିବା ହେଭି ୱେପେନାରୀ ଯଦି ରଷିଆନ ପାଖରୁ କିଏ ଆଣିବ S-400 ଭାରତ କିଣିଲା, ଆମେରିକା ତା ଉପରେ କାଟ୍ସା ନିୟମ ଅଛି, ତା ଅନୁସାରେ ସେ ଆକ୍ଚୁଆଲି ପକେଇ ପାରିବ କ'ଣ? ସାଙ୍କ୍ସନ୍ ଲାଗିପାରେ। ହାଲାକି ଭାରତ ସହିତ ଆମେରିକା ଟିକେ ପଡ଼ୁଛି, ତେଣୁ ସେଇଥିପାଇଁ ଅଲ୍ଟରନେଟିଭ୍ ଫର୍ମୁଲାରେ ଭାରତ ଉପରେ ପକେଇ ନାହିଁ କାଟ୍ସା ଆକ୍ଟ ଅନୁସାରେ ଫାଇନ୍ କିମ୍ବା ଟାରିଫ୍ ଯୋଉ ସାଙ୍କ୍ସନ୍ କଥା। S-400 ବି କିଣିଛେ। ଫାଇନାନ୍ସିଆଲ କଣ୍ଟ୍ରୋଲ ଇମ୍ପାକ୍ଟିଂ ଦ ଗ୍ଲୋବାଲ ଟ୍ରଷ୍ଟ ଆଣ୍ଡ ପାର୍ଟନରସିପ୍। ତ ଆକ୍ଚୁଆଲି ଯଦି କୌଣସି ଦେଶ ଗୋଟେ ଫାଇନାନ୍ସିଆଲି ଷ୍ଟ୍ରଙ୍ଗ ନ ହେବ କିମ୍ବା ଟ୍ରେଡ୍‌ରେ ଷ୍ଟ୍ରଙ୍ଗ ନ ହେବ, ସେ ଯେତେ ଯାହା କରୁ ଆଗକୁ ଯାଇପାରିବ ନାହିଁ। ଜିନିଷରେ କେମିତି ଆଗକୁ ବଢ଼ିବ ସେ କଥା। ଇଣ୍ଡୋ ପାସିଫିକ୍ ଷ୍ଟ୍ରାଟେଜି କଥା ବଡ଼ କଥା କୁହାହଉଛି। ଇଣ୍ଡୋ ପାସିଫିକ୍ ମିନିଂ ବହୁତ ବଡ଼ ଜିନିଷ କହିବ ପଛରେ। ଇଣ୍ଡୋ ପାସିଫିକ୍ ଡିସ୍କସନ୍ ଇନ୍ ଦ ଚାଇନା ମେରିଟାଇମ୍ ଏଜେଟିଭନେସ୍ ଇଜ୍ ଦ କଲ୍ଡ କୋଲାବୋରେଟିଭ୍ ଇଫର୍ଟ ଟୁ ମେଣ୍ଟେନ୍ ଦ ରିଜନାଲ୍ ଷ୍ଟାବିଲିଟି। ଚାଇନା ସବୁବେଳେ କହୁଛି ଚାଇନା ସି ଯେଉଁ ତ ସେଟା ଆମର ଆକ୍ଚୁଆଲି ହେଲା ଇଣ୍ଡୋନେସିଆ ସହିତ ବା ବାକି ଫିଲିପାଇନ୍ ସହିତ ଏମାନଙ୍କ ସହିତ ଝଗଡ଼ା ହେଉଛି। ଭାରତ ମଧ୍ୟ କୋଉଠି ନା କୋଉଠି ସେଇ ଜିନିଷକୁ ମାନୁଛି କି ଭାଇ ସାହେବ ଚାଇନା ଚାଇନା ଜାଗାରେ ରହିବା। ପାସିଫିକ୍ ଓସେନ୍‌ରେ ଚାଇନା ନ କହିବା ଦରକାର ପାସିଫିକ୍ ଓସେନ୍ ମୋ ରୁଲ୍। ମାନ କଥା ଏଇଟା ପୁରୁଣା ନ୍ୟୁଜ୍, ବଢ଼ିଆ ଲାଗେ ଯୋଡ଼ି ପାରିବ ୟା ସହିତ। ଇଣ୍ଡୋ ପାସିଫିକ୍ ଡିଜିଟାଲ ସଭରେନିଟି କଥା କୁହାହଉଛି। ଡିଜିଟାଲ ସଭରେନିଟି କ'ଣ? ଫୋକସ୍ଡ ଅନ୍ ଦ ଡାଟା ଫ୍ଲୋ। ବହୁତ ବଡ଼ କଥା। ରିସେଣ୍ଟଲି ଆକ୍ଚୁଆଲି ଡାଟା ଆକ୍ଚୁଆଲି କେମିତି ଭାବରେ ମ୍ୟାନେଜ୍ କରାଯାଇପାରେ, ଡାଟା ପ୍ରାଇଭେସି ୟା ଉପରେ ଆମେ ନୋଟ୍ ଲେଖେଇବା। ଡାଟା ପ୍ରାଇଭେସିର ମିନିଂ କ'ଣ? ତାପରେ ଡାଟା ପ୍ରୋଟେକ୍ସନ୍ ବିଲ୍ ଆସୁଛି, ଭାରତ ନେଇକି ଆସିଛି। କଥା ଆକ୍ଚୁଆଲି ମେନ୍ସ ଯିଏ ଲେଖିବ ତା ପାଇଁ ତ ନିହାତି ଦରକାର। ପ୍ରିଲିମ୍ସରେ କ୍ୱେଶ୍ଚନ୍ ଆସିବ ନାହିଁ ଯାହା ମେନ୍ସରେ ଆସିବ।
Digital sovereignty, focus on the data flow, AI development, AI माने artificial intelligence development, need for the strong regulatory framework in digital space. ଜାଣିଲେ ଦେଖିଥିବ ମେଟା ଉପରେ ଫାଇନ୍ ପକେଇଛି ଭାରତ। ଡାଟା ଏପଟ ସେପଟ କାହିଁ କରୁଛୁ? ଡାଟା ଏପଟ ସେପଟ କାହିଁ କରୁଛୁ? ଏକ୍ସ ଉପରେ ଜିନିଷକୁ ଦେଖିଥିବ କଷିବା ହେଲା। ପ୍ଲସ୍ ତମର ଯୋଉ ଓପେନ୍ଆଇ ହେଲା, ଯୋଉ ଚାଟ୍ ଜିପିଟି କହୁଛୁ ମଧ୍ୟ ଡାଟା ଭାୟୋଲେସନ୍ ହେଉଛି, ତାପରେ ମଧ୍ୟ ହଜାର ପ୍ରକାର କଥା ଦିଲ୍ଲୀରେ କେସ୍ ଚାଲିଛି, ଦିଲ୍ଲୀ କୋର୍ଟରେ। ଏ ତମାମ ସାରା କଥା ତାକୁ ଗୋଟେ ଷ୍ଟ୍ରଙ୍ଗ ନିୟମ ଆଣିବା ଦରକାର, ଡାଟା ପ୍ରୋଟେକ୍ସନ୍ ହେବା ଦରକାର କିମ୍ବା ଏଥିକାଲ ୟୁଜ୍ ହେବା ଦରକାର କିମ୍ବା ଯାହାର ଡାଟା ସେ ଆକ୍ଚୁଆଲି ୟୁଜ୍ କରିବା ଦରକାର। ଡାଟା ଚୋରି ହେଇଯାଉଛି ବହୁତ ସାରା। Okay, significance on the India. 10th edition of the Raisina Dialogue reinforced India's role the key player in the global diplomacy, providing the platform to present its preservative on international affairs, promotive collaborative solutions. Raisina Dialogue. Then next news, reciprocal tariff by the USA 2025 ରେ ଡୋନାଲ୍ଡ ଟ୍ରମ୍ପଙ୍କର ଖତରନାକ। ये क्वेश्चन ଆସିବ କୋଉଥିରେ ତମର ନା ମେନ୍ସରେ ଆସିବ ହେଲା। ମେନ୍ସରେ ବୋଲେ ବାକେ ପକେଇ ଦେଇପାରେ, ଦି ଚାରିଟା ପଏଣ୍ଟ ମିଶିକି ଅଲଗା କଥା, ବଟ୍ ज्यादातर ବେଳେ ସବୁ मेंस पॉइंट ऑफ व्यू रे एक्चुअली रेसिप्रोकल तारीफ माने कौन बाबू के बुझी द मीनिंग ऑफ रेसिप्रोकल तारीफ तारीफ माने को तापर रेसिप्रोकल तारीफ माने हम्म संगीता सभापति मैडम ना कौन संगीता हमर सेनापति तारीफ माने कौन कौन मैडम द मीनिंग ऑफ तारीफ आशीर्वाद हो को तारीफ माने कौन रेसिप्रोकल माने कल माने सर माने तार रिवर्स टा हां हां सही भला सेंस किछि से कहि थी टेक्स्ट हां हां अरे मु टेक्स्ट रेसिप्रोकल मा भारत परिगो परा हां मैडम आउथरे कहले को मैडम कहथला आउथरे कोन भारत परिगो हाँ पारस्परिक हाँ से भाया कथा ठीक है रेसिप्रोकल माने पारस्परिक से भाया ठीक एटा परफेक्ट वर्ड सर हाँ कोन ओ सर तारीख में बाबू सर तारीख में बड़ा चार्जेस सर लेट्स से हम एग्जांपल में सब क्या अगर कि मनकर एक्सपोर्ट कला अमेरिका को जो चार्ज लगेला अमेरिका सपोज करिवो तार रिवर्स टा करिवो आ सेटा को सिर चार्ज करिवो जोड़ा ताकि रेसिप्रोकेट करथिवो मतलब तुमे 5 टका नलो मु भी सेमति तुमको अनुसार तुम जदी अधिक नलो मु भी सेमति अधिक नेली से टाइप रो किछि हाँ परफेक्ट परफेक्ट विद्या पे ताली हे जो विद्या पे ताली हे जो परफेक्ट आंसर है या कथा बाबू डोनाल्ड ट्रम्प आसिया परे सो किछि तो नुआ नुआ काम करंती जानि छ सब हला तो एथरे डोनाल्ड ट्रम्प सेकंड टर्म रे जदी आसिले बाइडेन को हरै की तो सीधा कथा कहले भाई साहब टैक्स ऊपर घपलातिया करछन सब अलग अलग देश माने हमकु अलग देश जो भलिया टैक्स अप्लाई करिवो जेकोसी प्रोडक्ट फॉर एग्जांपल ऑटोमोबाइल्स भारत पाखापाखि लगभग 15-16% टैक्स अमेरिका भारत प्रोडक्ट उपरे 3-4% टैक्स लगला कहीं भाई साहब झाड़िबे जे भारत आम प्रोडक्ट उपरे अमेरिका रे जीएम मोटर कथा कहउची फोर्ड मोटर कथा कहउ जानिथो सब तो जदि भारत आम ऑटोमोबाइल्स उपरे 15% 16% 20% लगेला तो आमे कहीं ताको उपरे 3% लगे आमे भी से भला 15% लगे ले बेटा पैसा को तेसा कहंतिनी से भला कथा आसी पूरा एकदम टेंशन कर देले समस्त पूरा विश्व खाली इंडिया न ओका हला ब्राजील कथा हमर कोन हला मेक्सिको कथा कहउची कनाडा कथा कहउ तो प्राइम मिनिस्टर चेंज हेला जस्टिन टुडू पद छाड़ देले जानि तो कनाडा कथा कहउ नुआ प्राइम मिनिस्टर आसीला मेक्सिको रो से भला हुआला ये छुटे जिनिस नुहे बाबू चिंता करन देखो भल खराब जिनिस मु कहया पे चाहुनी अलगा कथा बट डोनाल्ड ट्रम्प काम ही डोनाल्ड ट्रम्प काम से कहला आम सहित जी जेमती टैक्स लगुची आमे से भला लगे ले बेटा आउछु हां से कथा मेंशन करे रेसिप्रोकल माने इंडिया जति लोग आमे जति लगौछु ना इंडिया जति लोग आमे से अनुसार लगे तारीफ माने टैक्स कथा को अलगा अलगा प्रोडक्ट कथा को हला जेम्स एंड ज्वेलर्स कथा को गोल्ड कथा को पेट्रोलियम प्रोडक्ट्स कथा को ऑटोमोबाइल्स कथा को फार्मास्यूटिकल्स कथा को हमरो सर्विस सेक्टर कथा कहू तुम हॉस्पिटैलिटी हेला हला एजुकेशन हे गेला अलग अलग तुम सेक्टर हे गेला ये तमाम रे हमें केते सेही भला सेक्टर रे प्रोडक्ट रे लगौछु से दसे केते लगौछु जदी अधिका लगौछु ना हमें से भाव अधिका लगबा काम खत्म
ଅଧିକା କମ୍ ଲଗେଇଲେ ଫାଇଦା କଣ नुकसान କଣ କାହାକୁ ଏନିୱାନ୍ କଣ ଲାଗୁଛି କେମିତି? କଥା ଶୁଣିଲା ପରେ କେମିତି ଲାଗୁଛି? ମନେକର ଅଟୋମୋବାଇଲ୍ସ ଉପରେ ଭାରତ ଅଟୋମୋବାଇଲ୍ସ ଉପରେ ଆମେରିକା ଲଗଉଥିଲା 3%। ଭାରତ ଆମେରିକା ଅଟୋମୋବାଇଲ୍ସ ଉପରେ ଅଟୋମୋବାଇଲ୍ସ ମାନେ କାର୍ ମାନୁଫ୍ୟାକ୍ଚରିଂ କରିବା, ଟ୍ରକ୍ ମାନୁଫ୍ୟାକ୍ଚରିଂ ତାଙ୍କ ଉପରେ ଲଗାଉଛି 15%। ଯଦି ଡୋନାଲ୍ଡ ଟ୍ରମ୍ପ କହିଲେ ନାଇଁ ଭାରତ ଯଦି 15 ଲଗାଉଛି ଆମେ ବି 15 ଲଗେଇବା। नुकसान କଣ ଫାଇଦା କଣ କେମିତି କଣ ଲାଗୁଛି କଥା ଏଇଟା ଶୁଣିଲା ପରେ? କହିପାରିବ? କାହାକୁ नुकसान ହବ, କାହାକୁ ଫାଇଦା ହବ, କଣ କଥା ହବ? ଭାରତକୁ ତ नुकसान ହବ ନା, କେମିତି କିନ୍ତୁ नुकसान? ଆମେରିକାକୁ କେମିତି କୁହ? କେମିତି କୁହ? କାହିଁକି ନା ରୁପି ଏବେ ଟ୍ରେଡ୍ ମାନେ ହେଲାଣି ଏବେ ଧୀରେ ଧୀରେ ଡଲାରର ପ୍ରାଇସ୍ ଏବେ ବଢିଲାଣି ନା, ସେଥିପାଇଁ ଭାରତକୁ ଅଧିକ ଡଲାରରେ ଏକ୍ସପୋର୍ଟ କରିବାକୁ ପଡୁଛି। ତାକୁ ଅଧିକ କଲାଠୁ ଭାରତକୁ ହିଁ ଅଧିକ नुकसान ଷ୍ଟାର୍ଟ ଠିକ୍ ଅଛି। ହେଇଯିବ। ଆପଣଙ୍କ ନାଁଟା କୁହନ୍ତୁ ଖାଲି? ଲକ୍ଷ୍ମୀପ୍ରିୟା ପ୍ରିୟଦର୍ଶିନୀ। ଲକ୍ଷ୍ମୀପ୍ରିୟା, ଲକ୍ଷ୍ମୀପ୍ରିୟା ଠିକ୍ ଅଛି। ଆଉ ଟିକେ ଖାଲି ଭିତରକୁ ଯାଇଥାନ୍ତ ଅଦରୱାଇଜ୍ କ୍ୱେଶ୍ଚନ୍ ତ ଠିକ୍ ଅଛି ହେଲା। ହିମ୍ମତ ଅଛି ମାନେ କରପାଟି ଜିନିଷ। ଟିକେ ଭିତରକୁ ଯାଇଥାନ୍ତ। ଡଲାର କଥା କମ୍ପେୟାର କରିଦେଲ ରୁପିଜ୍ ସହିତ। ଓକେ ଜଷ୍ଟ ମୁଁ ଟ୍ରେଡ୍ କଥା କହୁଛି, ରେସିପ୍ରୋକାଲ୍ କଥା କହୁଛି। ଏନିୱାନ୍ ଏଲ୍ସ? ଆନ୍ସର୍ ଠିକ୍। ସାର୍ ମୁଁ ସାର୍ ଭାବୁଛି ସାର୍ ଡଲାର ପାର୍ଟଟା ବି ତ କନସିଡର କରାଯିବ। ତାପରେ ସାର୍ ଯୋଉ କନଜମ୍ପସନ ଯାହା ହେଲେ ବି ଭାରତରେ ଅଧିକ ରହିବ ତାଙ୍କ ଅପେକ୍ଷା ମାନେ ଆମେରିକା ଅପେକ୍ଷା। ତ ସେଇ ଅନୁସାରେ ବି ଭାରତର ସାର୍ ବେଶୀ ଲସ୍ ହବ। ସପୋଜ ଆମେ ବି ଯଦି ପାଇପ୍ ଲଗଉଛେ ସେମାନେ ଆମଠୁ 10 ପିସ୍ ନେଲା ବେଶରେ ଆମେ ତାଙ୍କଠୁ 100 ପିସ୍ ନବା। ସେଇ ଅନୁସାରେ ବି ଆମର ଟିକେ ଲସ୍ ହେଇପାରେ ଭାବୁଛି। ଓକେ ଯାହା ଦେଖ ବି ଦେଖ ଇଣ୍ଡିଆରେ ବୁଝିଲି କନଜମ୍ପସନ ବୁଝିଲି ବେଶୀ ଠିକ୍ ରହିବ। ଅଛି। ହଁ ତମ ଆନ୍ସର୍‌ଟା ଟିକେ ଅଧିକା ଡିପଲି ଯାଉଛି। ଆଉ ଜଷ୍ଟ ଟିକେ ଅଧିକା ଯାଉଛି। ଦେଖ ସିମ୍ପଲ୍ କଥା। ତମେ ଟ୍ରେଡ୍ ଡେଫିସିଟ୍ କଥା ଆଡ଼ିକି ଯାଉଛ ନା ତମେ? ଟ୍ରେଡ୍ ଡେଫିସିଟ୍ ଆକ୍ଚୁଆଲି ଆମେରିକା ସହିତ ନା ଭାରତରେ ଟ୍ରେଡ୍ ସଫିସିଏନ୍ସି ରହୁଛି। ବହୁତ ସାରା ଦେଶ ସହିତ ଭାରତରେ ଟ୍ରେଡ୍ ଡେଫିସିଏନ୍ସି ବେଷ୍ଟ ଏକ୍ଜାମ୍ପଲ୍ ଚାଇନା କଥା ନେଇପାରିବ। ଚାଇନା ସହିତ ଖତରନାକ ଡେଫିସିଏନ୍ସି। ତାମାନେ ଚାଇନାକୁ ଆମେ ବହୁତ କମ୍ ସାରା ଏକ୍ସପୋର୍ଟ କରୁଛୁ। ଚାଇନା ପାଖରୁ ବହୁତ ସାରା ଜିନିଷ ଇମ୍ପୋର୍ଟ କରୁଛୁ। ହୋଲିର ଖେଳନା ହେଇଯାଉ, ରଙ୍ଗ ପିଚିକାରି ହେଇଯାଉ, ପିଲାଙ୍କର ଖେଳନା ହେଇଯାଉ ବା ଛୋଟିଆ ମୋଟିଆ ଜିନିଷ ଘରେ ଆମେ ୟୁଜ୍ କରୁଛୁ। ଗୁଡ଼ାଏ ପ୍ରକାର ଜିନିଷ ଚାଇନିଜ୍ ପ୍ରଡକ୍ଟ ବୋଲି ତମେ ଜାଣିଥିବ ସବୁ। ଅଫକୋର୍ସ ଏତେ ଚାଇନିଜ୍ ପ୍ରଡକ୍ଟ ଯେତେବେଳେ ଭାରତକୁ ଆସୁଛି ତ ଭାରତ ଆକ୍ଚୁଆଲି କୋଉଠି ନା କୋଉଠି କମ୍ ତାଙ୍କୁ ଦଉଛି। ଚାଇନା ପ୍ରଡକ୍ଟ ଅଧିକା ଆସୁଛି। ତାମାନେ କୋଉଠି ନା କୋଉଠି ଟ୍ରେଡ୍ ଇନବାଲାନ୍ସ ହଉଛି। ଟ୍ରେଡ୍ ଇନବାଲାନ୍ସ କଣ? ଫର୍ ଏକ୍ସାମ୍ପଲ୍ ମନେକର ଚାଇନା ଆମ ସହିତ କଣ କରୁଛି ଆମେ ଡଲାର ବେପାର କରୁଛେ। ତେଣୁ ଆମକୁ ଯେତେବେଳେ ଇନପୁଟ୍ ଆମେ ଅଧିକା କରୁଛୁ ତେଣୁ ଆମେ ଦବୁ କଣ? କଣ ଦେଇକି କିଣିବୁ ଚାଇନା ପାଖରୁ? ଡଲାର ଦେଇକି କିଣିବୁ। ସେ ଡଲାର ଅଧିକା ଖର୍ଚ୍ଚ ହେଲା। ଡଲାର ତ ଆମେ ଛପଉନୁ। ଡଲାର ଇଣ୍ଟରନ୍ୟାସନାଲ କରେନ୍ସି, ହାର୍ଡ କରେନ୍ସି କଥା କୁହାହଉଛି। ହେଲା। ତେଣୁ ଆମେ ଅଧିକା ଡଲାର ଦେଇଦେଲୁ। ତାଙ୍କୁ ଯୋଉ ଚାଇନାକୁ ଯୋଉଟା ଆମେ ବିକିଲୁ ତାଙ୍କ ପାଖରୁ ଆମେ ଡଲାର ଆଣିଲୁ। ଆମେ କମ୍ ଡଲାର ଆଣିଲୁ। ଇନ୍ ଦ ସେନ୍ସ ନେଗେଟିଭରେ ଆମେ ଚାଲୁ। ତାକୁ ଟ୍ରେଡ୍ ଡେଫିସିଏନ୍ସି ବୋଲି କୁହାଯାଏ। ବଟ୍ ଇନ୍ କେସ୍ ଅଫ୍ ଆମେରିକା ଆମେ ଏଠି ଫାଇଦାରେ ଥିଲୁ। ଆମେରିକା ପାଖରେ ଆମେ ଫାଇଦା ଥିଲୁ। ତା ମାନେ ନୁହେଁ ଆମେରିକା ସେ ଜିନିଷ ଜାଣିନି। ପୂର୍ବରୁ ଜାଣିନଥିଲା ଆଜି ଜାଣିଗଲା ଡୋନାଲ୍ଡ ଟ୍ରମ୍ପ ଆସିଲା ପରେ ଜାଣିଗଲା। ନା ବିଲକୁଲ ସେଇଆ ନୁହଁ। ଆମେରିକା ଜାଣିଛି ସେ ଜିନିଷ ହେଲା। ତେଣୁ ଆମେରିକାକୁ ଆମେ ଯେତିକି ପ୍ରଡକ୍ଟ ପଠଉଛୁ, ଆମେରିକା ଆମକୁ ଯେତିକି ପଠଉଛି ଏସବୁ ପ୍ଲସ୍ ମାଇନସ୍ କରିଦେଲେ ଆମେ ଫରେ ରହୁଛୁ, ପଜିଟିଭ୍ ରହୁଛୁ। ମାନେ ଆମେ ଅଧିକା ଏକ୍ସପୋର୍ଟ କରୁଛୁ ଆମେରିକା। ଯଦି ତମେ ଟ୍ରେଡ୍ ବାଲାନ୍ସ କଥା। ବାକି ଯୋଉ ଏଠି ତମର ରେସିପ୍ରୋକାଲ୍ ଟାରିଫ୍ କଥା କୁହାହେଲା ବାବୁ ଦେଖ। ଫର୍ ଏକ୍ସାମ୍ପଲ୍ ଗୋଟେ ହେଲା ଗୋଟେ ମନେକର ଆମର ଗାଡ଼ିରେ ଦାମ୍ ଲକ୍ଷେ ଟଙ୍କା ଫର୍ ଏକ୍ସାମ୍ପଲ୍। ଲକ୍ଷେ ଟଙ୍କାରେ ମନେକର ଆମେରିକାରେ ବି ସେ ଲକ୍ଷେ ଟଙ୍କା, ଧର ଇଣ୍ଡିଆରେ ବି ସେ ଲକ୍ଷେ ଟଙ୍କା ଧର। ଯାହା କଥା। ଆମେରିକାରେ ଗୋଟେ ପ୍ରଡକ୍ଟସ୍ ଗାଡ଼ି ଗୋଟେ ତାର ଦାମ୍ ଲକ୍ଷେ ଟଙ୍କା। ଭାରତ ଗୋଟେ ଗାଡ଼ି ତା ଦାମ୍ ଲକ୍ଷେ ଟଙ୍କା। ଆମେରିକା ଏଠି କଣ କହିଲା? ତମେ ଆମକୁ ଦଉଥିଲ ଯୋଉ ପ୍ରଡକ୍ଟ ବିକୁଥିଲ ଆମେ ଲଗଉଥିଲୁ ଟ୍ୟାକ୍ସ କେତେ ପରସେଣ୍ଟ ଲଗଉଥିଲୁ? 3%। ତାମାନେ ଲକ୍ଷେ ଟଙ୍କାଟା କେତେ ଟଙ୍କା ହବ ଆମ ମାର୍କେଟରେ? ଆମ ମାର୍କେଟ ମାନେ ଆମେରିକା ମାର୍କେଟରେ 1,03,000 ଟଙ୍କା। କାରଣ 3% ଟ୍ୟାକ୍ସ ଲଗେ। ସେମ୍ ଜିନିଷ ଆମେରିକା ଗୋଟେ ଜିନିଷ ଗାଡ଼ି ବିକିବ ଭାରତକୁ। ଭାରତ କେତେ ଟ୍ୟାକ୍ସ ଲଗେଇଲା? ନା ଆକ୍ଚୁଆଲି 15% ଲଗେଇଲା। ଲଗେଇବା ଫଳରେ କଣ ହେଲା? ନା ଭାରତରେ ଆମେରିକା ପ୍ରଡକ୍ଟଟା ଆମ କଷ୍ଟମରକୁ କେତେରେ ମିଳିଲା? 1,15,000 ମିଳିଲା। ସେମ୍ ଜିନିଷ ଟ୍ୟାକ୍ସ କମ୍ ଯୋଗୁରୁ ସେମାନଙ୍କର ଲୋକ ଆକ୍ଚୁଆଲି କମ୍ ଟ୍ୟାକ୍ସ ଦେଲେ। ବଟ୍ ଭାରତ ଲୋକ ଆକ୍ଚୁଆଲି ଅଧିକା ଟ୍ୟାକ୍ସ ଯୋଗୁରୁ ଭାରତୀୟ କଷ୍ଟମର ଯୋଉ ଅଧିକାରେ କିଣିଲେ। ତାମାନେ କଣ ହବ କଥା ଏଇଠି? ନା ଏଇଆ କଥା ହବ ଯେ ଯେହେତୁ ଭାରତୀୟ କଷ୍ଟମରକୁ ଅଧିକା ଟ୍ୟାକ୍ସ ଲାଗିଲା, ସେମାନେ ଆମେରିକା ପ୍ରଡକ୍ଟ ନ କିଣିକି ଚାଇନା ପ୍ରଡକ୍ଟ ବା ନିଜ ଦେଶ ଭିତରେ ଯୋଉ ପ୍ରଡକ୍ଟ ବନା ହଉଛି ଯୋଉଥିରେ କି 3% 2% ଟ୍ୟାକ୍ସ ଲାଗୁଛି ଲୋକ ସେଇ ଜିନିଷ କିଣିବେ। ଆମେରିକା ପ୍ରଡକ୍ଟକୁ କିଣିବେ ନାହିଁ। ଆମେରିକାରେ ଯେହେତୁ କମ୍ ଟ୍ୟାକ୍ସ ଲଗଉଛନ୍ତି, ଭାରତ ଜିନିଷ ତାଙ୍କୁ ଶସ୍ତା ଲାଗିଲା।
କିଣି ପକେଇବେ। दैट इज द रीजन डोनाल्ड ट्रम्प कहले भाई साहब एइथिपाई एक्चुअली हमर ट्रेड एफिशिएंसी होची नु आमे आकु कोन करिया बराबर कर भारत 15 लगेला आमे 15 लगेया भारत 3 लगेबो आमे 3 लगेबो जैसा को तैसा आमे काम करिबा तबे जाई समस्त साइड हे कला कथा ना बुझेला बाबू ତାର ଯୋଉ ଟ୍ୟାକ୍ସ ଯୋଉ ସେଟା ତାଙ୍କ ଜିନିଷ ଆମ ପାଖକୁ ଆସିବ ଆମେ ଟ୍ୟାକ୍ସ ରଖିଲେ ସେଟା ଆମରି ଲୋକ ଦେଇକି କିଣିବେ ଆମ ଲୋକମାନଙ୍କର ଲସ୍ ନା ମାନେ ବାବୁ ସେଟା ଠିକ କଥା କହୁଛ ଯେ ହେଲା ବଟ୍ ସେଟା ଠିକ କଥା କହୁଛ ଯେ ଇଣ୍ଟରନ୍ୟାସନାଲ କଥା କୁହା ହଉଛି ବାବୁ ଇଣ୍ଟରନ୍ୟାସନାଲ କଥା କୁହା ହଉଛି କାହା ଉପରେ ଟ୍ୟାକ୍ସ ଲାଗିଲା ଆମେରିକା କମ୍ପାନୀ ଉପରେ ଟ୍ୟାକ୍ସ ଲାଗିଲା ହେଲା ଆମେରିକା କମ୍ପାନୀ ଉପରେ ଟ୍ୟାକ୍ସ ଲାଗିଲା ବଟ୍ କିଣିବା କଥା ତମେ କହୁଛ ମନେକର ଫର୍ଡ ମନେକର ତମର ଗାଡି କିଣିବାର ଅଛି ତମେ ଫର୍ଡ ମୋଟର ମନେକର ଆମେରିକାରୁ ଅଛି କିମ୍ବା ଜିଏମ୍ ମୋଟର ଆମେରିକାରୁ ଆସିବ ଆମେରିକା ଜିଏମ୍ ମୋଟର ତମେ ଅଧିକା ପ୍ରାଇସ୍ ଲଗେଇବ ତମେ ମାରୁତି କିଣିଦବ ମାରୁତି ତମର ଏଟା କିଣିଦବ କଣ ସୁଇଫ୍ଟ କିଣିଦବ ତାପରେ ଟାଟାର ହେରିୟର କିଣିଦବ ତାପରେ ନହେଲେ ମହିନ୍ଦ୍ରା XUV 500 କିଣିଦବ ନହେଲେ ତମର ମହିନ୍ଦ୍ରା କଣ ସ୍କର୍ପିଓ କିଣିଦବ ଇଣ୍ଡିଆନ କମ୍ପାନୀ ତାରିଫ କମ ଅଛି ତମ ଗାଡି ବିନା ଚଲେଇକି ରହିବ କି ସେମିତି ଆମେରିକାର ବି ଲସ୍ ହବ କାହିଁକି ନା ସେ ଯେହେତୁ ବଢେଇ ଦଉଛି ତା ପ୍ରଡକ୍ଟର ଦାମଟା ତ ଏଠି ଯେତେବେଳେ ସେଟା ମହଙ୍ଗା ହେଇଯାଉଛି ତେଣୁ ତାର ବି ଲସ୍ ହବ ଆମେ ସେଟା କିଣିବୁନି ହଁ बिल्कुल सेटा लॉस हब जे इन द सेंस कौन सी अलगा माने तमे कहू जे अमेरिकार जो कंपनी मानकर हला कंपनी मानकर लॉस हब कारण आमे किनिबु नाही सेति पय तो अमेरिका कहूची हम कंपनी के लॉस न हो हम देश को लॉस न हो हम देश रे जीडीपी बढ़ू तेणु आमे रेसिप्रोकल टैक्स लगेबा सेति पय तो अमेरिका कहू जाओ कोनी बाबू फलाना कथा गलानी कौन से चलो से कथा है से कथा रेसिप्रोकल टैरिफ वर्तमान अछि न्यूज़पेपर पढुतो डेली न्यूज़ आछु कथा लिखा है यूनाइटेड स्टेट इज द सेट टू इम्प्लीमेंट द रेसिप्रोकल टैरिफ पॉलिसी अप्रैल 2 2025 बस डोनाल्ड ट्रम्प पर टाइम दे दीजिए डेट दे दीजिए ना दुई पाखरु भाई साहब करना दिस पॉलिसी एम्स टू बैलेंस द ट्रेड रिलेशन बाय द अलाइंग यूएस टैरिफ विथ दोज इम्पोज्ड बाय इट्स ट्रेडिंग पार्टनर जो जो कंट्री कथा को ensuring that America export the face similar tariff rate abroad the foreign goods in the US भाई साहब हमको जेमती लगो हम सेमती लगेबा भले ही खराब से इनसे मु कहया पे चाहूनी अमेरिका में भी ठीक करते है पर सुविधा करो ठीक करते है पारे भाई साहब आमे मन करो आईफोन आमे मन करो आईफोन टा काई एते पैसा दे किनिबु दा कोन आमे कस्टमर हिसाब रे देशर जेबी किसी अलगा कथा कहयो जे कस्टमर तुम आईफोन काई तुम अमेरिका जे आईफोन किनो बहुत सस्ता रही जो इ कोन पे आईफोन अधिक रेट आम सरकार टैक्स नौजी बाबू आम सरकार टैक्स नौजी गाड़ी धरीछ हमको अधिक रेट पड़ुଛି सेटा टैक्स जे कंपनी टैक्स देके आसो जब ता ऊपर पुन दर बिकिले नमस्कार कोन पूर्व वर्षटा जो पहले कर को पचार तो टैक्स पता कले बड़ा जेमते आपण को जेते टैक्स हबा माने रिलैक्स कर हमर माने जेतो प्रोडक्ट इंक्रीज हो जेते हमर माने एलपीजी इंडिया मध्य लॉस पड़ता इकोनॉमिक रिफॉर्म हैला बोले इंडिया इकोनॉमिक ग्रोथ ना जब हम टैक्स ऑफ दी बदला देतो मतलब जो माने ऑर्गन मार कंपनी फॉरेन कंपनी में टैक्स ना सिके एस्टैब्लिश कर एटा बताएंगे नहीं नहीं मु बुझली तम कांसेप्ट मु धरि पाइली कथा हला एग्जैक्टली ठीक कथा कहउछ एठी देखो भारत ना केवल भारत काई हो देश सेमती काम करूछन बाबू हला टैक्स गोटे बहुत माने छोट कैलकुलेशन नुहे मुझे तुमको एग्जांपल बुझाई चेष्टा कली बट सेटा मु कहूची ना बारंबार एटा भलो ही खराब मु कहया पे चाहूनी कारण भलो खराब हेले आमे सेटा को बुझिबा कोथिरे टैक्स रे त जीएसटी पड़िबा ना एक्चुअली भारत केते टैक्स लगेया दरकार केमिति वे रे भारत लगेया दरकार अमेरिका प्रोडक्ट कोन पाई लगौची भारत तार भी कारण अछि भारत प्रोडक्ट पे कोन पाई भारत लगौनी तापर कारण कहि अछि मेक इन इंडिया कथा को हाउची हला मेक इन इंडिया कथा को हाउची अलग अलग सब भारत जो स्कीम आनी छी से सब कथा को ताकू बढ़ावा दउची जदि भारत चाहूची भारत को बढ़ावा दबो अमेरिका कोन ता देश को बढ़ावा दबोनी कि भारत यदि भारत को बढ़ावा दबो अमेरिका कोन ता देश को बढ़ावा दबोनी कि से देला असुविधा कोन हमें चाहूची आमे बढ़ी से ताका प्रॉफिट देखिए बिल्कुल हला मैं जो चाहिए आम बढ़ी से कहीं चाहिए नहीं हला तो इंडिया रे एमते लॉस करता से बिल्कुल इकोनॉमिक ग्रोथ बिल्कुल बिल्कुल हला बुझली ओके चलो सर मो मन आसु सर ଆଜ୍ଞା। सर चाइना को तारिफ तर सर कम लगु सेति भाई इंडिया रो ट्रेड डेफिसिट हो चाइना से तो देखो देखो चाइना कथा किसी माने कथा अछि माने करेंसी डिवैल्यूएशन कथा हला टिके से इनडायरेक्ट कथा बुझिया पे चाइना एक्सपोर्ट मार्केट तयारी करिया पे चाहूची
ତା କରେନ୍ସିକୁ ଜାଣି ଶୁଣିକି ଡିଭାଲ୍ୟୁଏସନ୍ କରିଛି। ହାଲାକି ଆମେରିକା ସେ ଜିନିଷ ତାକୁ ଧମକ ଦେଇ ସାରିଥିଲା ପୂର୍ବ ଥର ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଥିଲେ। ଭାଇ ସାହେବ ଯଦି ଚାଇନା ତୋ କରେନ୍ସିକୁ ଡିଭାଲ୍ୟୁଏସନ୍ କରିବୁ, ଆମେ ଟୋଟାଲି ତୋ ସହିତ ଟ୍ରେଡ୍ ସାଙ୍କ୍ସନ୍ ଲଗେଇଦେବୁ। ଡିଭାଲ୍ୟୁଏସନ୍ ମାନେ କ'ଣ? ଫର୍ ଏକ୍ସାମ୍ପଲ୍ ଏ ଯେଉଁ କିଏ ଜଣେ ମ୍ୟାଡାମ୍ କହୁଥିଲେ ଲକ୍ଷ୍ମୀ କିଏ ମ୍ୟାଡାମ୍ ଜଣେ ଭାରତ ରୁପିଜ୍ ଷ୍ଟ୍ରଙ୍ଗ ହଉଛି ଏଗେନଷ୍ଟ ଡଲାର। ତାମାନେ କ'ଣ? ଆମର ଫ୍ରି ଫ୍ଲୋଟିଂ ମାର୍କେଟ। ଫ୍ରି ଫ୍ଲୋଟିଂ ମାର୍କେଟ କ'ଣ? ଡିମାଣ୍ଡ ସପ୍ଲାଏ ଅନୁସାରେ ଆମେ ଡିସାଇଡ୍ କରିବୁ ହ୍ୱାଟ୍ ସୁଡ୍ ବି ଦ ପ୍ରାଇସ୍ ଅଫ୍ ଆୱାର ରୁପିଜ୍ ଏଗେନଷ୍ଟ ଦ ଇଣ୍ଟରନ୍ୟାସନାଲ କରେନ୍ସି ଲାଇକ୍ ଦ ଡଲାର, ଦ ୟୁରୋ ଅର୍ ଦ ୟେନ୍ ଅର୍ ଦ ରୁବେଲ ହ୍ୱାଟ୍ ଏଭର ମେ ବି। ଭାରତ ଫ୍ରି ଫ୍ଲୋଟିଂ ବଟ୍ ହଁ ଏକ୍ସେସ୍ କଣ୍ଡିସନ କିଛି ହେଲେ ହେଲା, ଏକ୍ସେସ୍ ମାନେ ଇଣ୍ଟରନ୍ୟାସନାଲ କିଛି ଯୁଦ୍ଧ ହେଲା କିମ୍ବା ଏକଦମ ତେଲ ରେଟ୍ ଏପଟ ସେପଟ ପୁରା ହେଇଗଲା ବ୍ୟାରେଲ ପିଛା ଆଜି ସକାଳ ବସ୍ତା 5 ଟଙ୍କା ହେଇଯିବ ପୁରା 2000 ଟଙ୍କା। In that particular situation, RBI try to manipulate something ତା ମାନେ 100% manipulate ନା ଆମେ କରେନ୍ସିକୁ manipulate କରିବୁ ବହୁତ ରେୟାର କେସ୍। ବଟ୍ ଇନ୍ କେସ୍ ଅଫ୍ ଚାଇନା କରେନ୍ସିକୁ ଜାଣି ଶୁଣି ଖସେଇ ଦେବ ତଳକୁ। ତାହେଲେ କ'ଣ ଫାଇଦା ହେବ ଚାଇନାରେ? ଚାଇନାକୁ ଜାଣିକି ମାନେ ସେ ଯୋଉ ମଝିରେ ମଝିରେ ଯୋଉ ବ୍ରିକ୍ସ ମାନେ ଯେହେତୁ ଏମିତି ହେଇଛନ୍ତି ମେମ୍ବର ଯୋଉଟା ଚାହୁଁଛନ୍ତି କି ଡଲାର ଯୋଉ ଅଛି ୱାର୍ଲଡ ତାର କମିକି ରହୁଛି ଚାଇନାର ଯୋଉ କରେନ୍ସି ସେଟା ଇନକ୍ରିଜ ହୋଉ ଡଲାର ଯେତେବେଳେ ନ ଚାଲୁ ମାନେ ଡୋମିନେଟ ନ କରୁ ଅଲ ଓଭର ୱାର୍ଲଡ ବିଲକୁଲ ବିଲକୁଲ ସେଟା ହଁ ସାଂକ୍ସନ ଲଗାଉଛି ଆମେରିକା। ହଁ ବିଲକୁଲ ଠିକ କଥା କହୁଛ। ନ୍ୟୁ କରେନ୍ସି କଥା ବ୍ରିକ୍ସ କଣ୍ଟ୍ରି ଭାବୁଛନ୍ତି ବା ଶୁଣିଥିବ ଡୋମିନେଟ ସେଟା ଛଡେଇବା ଚାହୁଁନାହାନ୍ତି। ବିଲକୁଲ ବିଲକୁଲ ବାବୁ, ତମେ ଆଇଏଏସ୍ ଅଫିସର ଯେ ତମେ କ'ଣ ଛାଡ଼ିଦବ ତମ ପୋଜିସନ? ଛାଡ଼ିବନି। କେହି ବାବୁ ଯିଏ ଡୋମିନାଣ୍ଟ ରହିଲା ସେ ତା ପୋଜିସନ ଛାଡ଼ିବା ପାଇଁ ଚାହିଁବ ନାହିଁ, ସିଧା କଥା ହେଲା। ବଟ୍ ଏମାନେ ଯୋଉ ନା କରେନ୍ସି ସ୍ୱାପିଂ କରିବା ପାଇଁ ଭାବୁ ବେଳେବେଳେ କରେନ୍ସି ସ୍ୱାପିଂ ମାନେ କ'ଣ? ଫର ଏକ୍ସାମ୍ପଲ ଆମେ ଯେତେବେଳେ ଇଣ୍ଟରନ୍ୟାସନାଲ ଟ୍ରେଡ୍ କରୁଛୁ ଯାହାଦ୍ୱାରା ହେଲା ଆମେ ଡୋନାଲ୍ଡ ଟ୍ରମ୍ପ ନୁହେଁ ଡଲାରରେ କରୁଛୁ। ପଚାରିପାର କ'ଣ ପାଇଁ ଡଲାର? ଆମେ ଇଣ୍ଟରନ୍ୟାସନାଲ ମାର୍କେଟ ପଢ଼ିବା ଇକୋନୋମିକ୍ସରେ ଅଛି ହେଲା। ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ଏଜେନ୍ସି ଅଛି, ୱାର୍ଲଡ ବ୍ୟାଙ୍କ କଥା ପଢ଼ିବା, ଆଇଏମ୍ଏଫ୍ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ କଥା ପଢ଼ିବା, ଯୋଉ ହାର୍ଡ କରେନ୍ସି କଥା ଶୁଣୁଛ ନା, କି ଯୋଉ ଡଲାର କଥା ପଢ଼ୁଛ, ୟୁରୋ, ୟେନ୍ ହେଲା, ଏସଡିଏଫ ହେଲା, ସ୍ପେଶାଲ ଡ୍ରଇଂ ରାଇଟ୍ ଏସଡିଆର କଥା କହୁଛି, ଆଇଏମ୍ଏଫ ର ସ୍ପେଶାଲ କରେନ୍ସି କ'ଣ ପାଇଁ ଆକ୍ଚୁଆଲି ରୁପି କାହିଁକି ଦୁନିଆ ସାରା ନେଉନାହାନ୍ତି ଯେ ଏକ୍ସଚେଞ୍ଜ ମିଡିୟମ କାହିଁକି ନେଉଛନ୍ତି ଡଲାର? ତାର ତ ପୁଣି କାରଣ ଥିବ ନା। କାରଣଟା ବୁଝିଦେଲେ ତମେ ଆକୁ କୋଉଠି ନା କୋଉଠି ସେ କଥା ମଧ୍ୟ ବୁଝିପାରିବ। ଠିକ ଅଛି। ତେଣୁ ଚାଇନା ଜାଣି ଶୁଣିକି ସେ ଜିନିଷ କ'ଣ ଡିଭାଲ୍ୟୁଟ କରି ତା କରେନ୍ସିକୁ ପକେଇଦେଉଛି। ପକେଇଦେଲା ମାନେ କ'ଣ? ସିଧା କଥା ଫର ଏକ୍ସାମ୍ପଲ ଭାରତର ଗୋଟେ ଲୋକ ମନେକର ଡଲାର ପିଛା ଭାରତରେ ହେଲା ମନେକର ଗୋଟେ ଡଲାରଟା ଥିଲା 80 ଟଙ୍କା, ମନେକର କାଲି ଡିଭାଲ୍ୟୁଏଟ୍ କରିଗଲା ଗୋଟେ ହେଲା ଡଲାରରେ 100 ଟଙ୍କା ମିଳିଯିବ, 100 ଟଙ୍କା ମିଳିଯିବ। ତେଣୁ ଶସ୍ତା ହେଇଗଲା ନା ରୁପିଜ୍। ରୁପିଜ୍ ଶସ୍ତା ହେଲା ମାନେ ଫରେନ୍ ମାର୍କେଟରେ ତମ ପ୍ରଡକ୍ଟ କିଣିବା ପାଇଁ ସେମାନଙ୍କୁ ଇଜି ଲାଗିବ, ଶସ୍ତା ଲାଗିବ। ସେମାନେ କିଣିଦେବେ ତମ ପ୍ରଡକ୍ଟ। ଚାଇନା ସେଥିପାଇଁ ଜାଣି ଶୁଣିକି ତା କରେନ୍ସିଟାକୁ ଡିଭାଲ୍ୟୁଏସନ୍ କରୁଛି। କ'ଣ ପାଇଁ? ଫରେନ୍ ମାର୍କେଟରେ ତା ପ୍ରାଇସ୍ ତା ପ୍ରଡକ୍ଟ ଗୁଡ଼ା ସବୁ ଶସ୍ତା ଲାଗିବ। ଶସ୍ତା ଲାଗିଲେ ସମସ୍ତେ କିଣି ଚାଲିବେ। କିଣିଲେ ତାର ଏକ୍ସପୋର୍ଟ ଯେହେତୁ ବହୁତ ସାରା ଏମ୍ପ୍ଲୟମେଣ୍ଟ ଲାଗୁଛନ୍ତି, ଲେବର ଲାଗୁଛନ୍ତି, ଏସବୁ ଜିନିଷ ହବ। ବଟ୍ ମାର୍କେଟରେ ଗୋଟେ ସିଚୁଏସନ ଥିବ, କମ୍ପିଟିସନ କିଲ୍ ହେଇଯିବ, ସେତେବେଳେ ଚାଇନା ବଢେଇବ ତାର ଧୀରେ 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 ପ୍ରଡକ୍ଟ। ଯେମିତି ପିଲାଙ୍କ କଣ୍ଢେଇ କଣ୍ଢେଇ ଖେଳନା କଥା କହୁଛ, ପ୍ରାୟ ଯେଉଁ ଦେଖୁଛ ନା ଇଣ୍ଡିଆରେ, ହାଲାକି ବର୍ଷେ 2 ବର୍ଷ ହେଲା ଇଣ୍ଡିଆ ଏ ଯୋଉ ଖେଳନା ହେଲା ଯୋଉ ଟୟ କଥା କହୁଛ, ଟୟ ମାର୍କେଟରେ ଇଣ୍ଡିଆରେ ଭଲ ଗ୍ରୋଥ ହେଇଛି ଅଲଗା କଥା, ନହେଲେ ପୁରା ସବୁ କଣ୍ଢେଇ ଗୁଡ଼ା ଚାଇନିଜ କଣ୍ଢେଇ। ମାନେ ଇଣ୍ଡିଆରେ ବିଲକୁଲ ବିଲକୁଲ ହେଲା। ତେଣୁ ସେଇଭଳିଆ କଥା କୁହାହଉଛି। ତେଣୁ ଚାଇନିଜ ଯେଉଁ ଅଣ୍ଡର ଇଭାଲୁଏସନ କରୁ ତା ନିଜ କରେନ୍ସିକୁ, ତ ସେ ଏକ୍ସପୋର୍ଟ ମାର୍କେଟ କରିବା ପାଇଁ ଚାହୁଁଛି। ବଟ ଭାରତ ସେମିତି ତ କରୁନି ନା। ଭାରତର ଆକ୍ଚୁଆଲି ଫ୍ରି ଫ୍ଲୋଟିଂ ମାର୍କେଟ ଇନ୍ ଦ ସେନ୍ସ ଡିମାଣ୍ଡ ସପ୍ଲାଏ ଯାହା ଡିସାଇଡ୍ କରିବ, ଏକଦମ ଏକ୍ସଟ୍ରିମ୍ ଲେଭେଲ ହେଲେ କିଛି ଜିନିଷ ମାନୁପୁଲେଟ୍ ଆରବିଆଇ କରିବ। ସେ କଥା କହୁଛି। ଓକେ, ଇମ୍ପ୍ଲିମେଣ୍ଟେସନ ଡେଟ୍ ଆମର April 2, 2025, object to create the fair trade environment by equalizing tariff between the USA and the trading partner। हालांकि फेयर वर्ड लिखा है अमेरिका पॉइंट ऑफ व्यू रे फेयर या बाकी कंट्री बड़ बड़ कंट्री जे अमेरिका सहित भल बिजनेस करते तार अवस्था खराब ये बोले बारंबार जाऊँच एपट सेपट हो देख पार्थ्व तुम कौन पाई जाऊँ कि भाई साहब ठीक अच्छे जहाँ कौन तो कहते अधिका टैक्स लगे तो देखिए भारत को देख कि प्रडक्ट को देख कौन भारत लोग से जिन जानापी चेस्ट कर भारत कौन ये सब जहाँ भी हो जिन हाँ पचार ना पचार सर आप माने गोटे बढ़िया गले डिवैल्यूएशन करा पड़ुछ आउगा किछि
ମୋର ମୁଁ ଯେହେତୁ ଆମେ ପ୍ରଡକ୍ଟ ଆମେ ନିଜେ ମ୍ୟାନୁଫ୍ୟାକ୍ଚର କରୁଛୁ ହୁଁ। ତାକୁ ଆମେ ଏକ୍ସପୋର୍ଟ କରିବାକୁ ଚାହୁଁଛୁ ଯେହେତୁ ଆମର ରୁପିଟା ଧର ଷ୍ଟ୍ରଙ୍ଗ ଅଛି ମାନେ ଅଲଗା କଣ୍ଟ୍ରି ପରଚେସ୍ କରିପାରନ୍ତି ଯେହେତୁ ଆମେ ତାକୁ ଡିଭାଲୁଏସନ କରିବା ଯେହେତୁ ଉଦାହରଣ ଶ୍ରୀଲଙ୍କା ଶ୍ରୀଲଙ୍କା ସେଥିପାଇଁ କିଣିପାରୁନି ତ ଆମେ ଯଦି ତାକୁ କନସେସନ ଆମର ସେଠି ତାଙ୍କ ସାମ୍ନାରେ ଡିଭାଲୁଏସନ କରୁଛୁ ତାହେଲେ ସେ ଆମ ପ୍ରଡକ୍ଟଟା କିଣିପାରିବେ ଆମର ଏଇ ପ୍ରଡକ୍ଟଟା ସେଲ୍ ହବ ଆଉ ଆମର ଏମ୍ପ୍ଲୟର ମାନଙ୍କୁ ବି କିଛି ପଇସା ବି ବିଲକୁଲ ମିଳିବ ଇକୋନୋମିଟା ଗ୍ରୋଥ ହଁ ହବ। ହଁ ହଁ ଦେଖ ଦିଟା କଥା ଆସୁଛି ତମେ ଯୋଉ କହିଲ ଯୋଉଟା ହେଲା କନସେସନ ଆଉ ଗୋଟେ ଡିଭାଲୁଏସନ ଡିଭାଲୁଏସନର ମିନିଂ ହେଲା କନସେସନର ମିନିଂ ହେଲା ମନେକର ଆମେ ବହୁତ ସାରା ଫ୍ରି ଟ୍ରେଡ ଆଗ୍ରିମେଣ୍ଟ କଥା କୁହାହଉଛି ବା ଆରସିପି ରିଜନାଲ ମାନେ କମ୍ପ୍ରିହେନ୍ସିଭ ଟ୍ରେଡ ଆଗ୍ରିମେଣ୍ଟ କଥା କୁହାହଉଛି ଏ କନସେପ୍ଟ ଅଲଗା ହେଲା ଆଉ ଯୋଉ ଆମର ଡିଭାଲୁଏସନ ଅଫ ଦ କରେନ୍ସି କନସେପ୍ଟ ଡିଭାଲୁଏସନ ମାନେ ଇଣ୍ଟରନ୍ୟାସନାଲ ମାର୍କେଟରେ ସେ ଜାପାନ କିଣୁ ଚାଇନା କିଣୁ ପାକିସ୍ତାନ କିଣୁ ହୁ ଏଭର ମେ ବି ତାକୁ କରେନ୍ସିଟା କମ୍ ଲାଗିବ ସେ କିଣିପାରିବ ବଟ୍ ଯଦି ତମେ କହିଲ କନସେସନ କଥା କହିଲ ମନେକର ଆମର ରିଲେସନ ମନେକର ଶ୍ରୀଲଙ୍କା ସହିତ ଭଲ ଆମେ ତାକୁ ଟ୍ୟାକ୍ସରେ କମେଇଦେବା ଦ୍ୟାଟ୍ ଇଜ ଦ କନସେସନ ଏଇଟା ଡିଭାଲୁଏସନ ସହିତ ମତଲବ ନୁହଁ ଡିଭାଲୁଏସନ ମାନେ ଆମ କରେନ୍ସିର ଆକ୍ଚୁଆଲି ଡଲାର ପିଛା ଯୋଉ ବର୍ତ୍ତମାନ 86 ଟଙ୍କା ଅଛି ସେଇଟା ଆକ୍ଚୁଆଲି ଡିଭାଲୁଏସନ ଆମେ କରିଦେବା 100 ଟଙ୍କା କରିଦେବା ମାନେ କରେନ୍ସି ୱିକ୍ ହେଇଗଲା ଆମେ କରେନ୍ସିକୁ ଡିଭାଲୁଏସନ କରିଦେଲେ ଆମ ପ୍ରଡକ୍ଟଟା ଆପେ ଆପେ ଫରେନ୍ ମାର୍କେଟର ଇଜି ଲାଗିବ କିଣିବା ପାଇଁ ଲୋକଙ୍କୁ ଶସ୍ତା ଲାଗିବ ବଟ୍ ମନେକର ସେଇ ପ୍ରାଇସରେ ଆମର ଶ୍ରୀଲଙ୍କା ଜଣେ କିଣିବ ତାଙ୍କୁ ଆମେ ଟ୍ୟାକ୍ସ ଫ୍ରି କରିଦେବା କନସେସନ ଦେଇଦେବା ଟ୍ୟାକ୍ସରେ ପ୍ରଡକ୍ଟ ଯାହା ଖର୍ଚ୍ଚ ହେଇଛି ସେଥିରେ ଆମେ କମେଇ ପାରିବା ନା ଟ୍ୟାକ୍ସ ଲଗେଇବାନି या फिर ନହେଲେ ଆମେ କିଛି କନସେସନ ଦେଇପାରିବା ସେ କଥା କୁହ ଗଲା ନା ଗଲାନି ବାବୁ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା କ୍ରିଏଟ୍ ଦ ଟ୍ରେଡ ବୁକ୍ ବୁକ୍ କଣ ପଲିସି will cover the wide range of the goods including the agricultural products ସବୁ ପ୍ରଡକ୍ଟ ଯିଏ ବି ଯାହା ହାତରୁ କିଣା କିଣି କରିବେ agricultural product industrial goods techno ସବୁ ଜିନିଷ tariff rate will be adjusted based on the existing trade barrier and a tariff imposed by the partner କହିଲେ ଭାଇ ସାହେବ ଆମକୁ ଯେମିତି କରୁଛି ଇଟ୍ ଫର୍ ଟାଟ୍ ହଁ ଜैसा को तैसा ହୁଅନ୍ତୁ ବରଂ ଡୋନାଲ୍ଡ ଟ୍ରମ୍ପ ବେଳେବେଳେ ଠିକ କଥା କହୁ recent development pressure from the domestic producer प्रोड्यूसर लगे प्रेशर आसीगला हिसाब हम प्रोडक्ट हम बिकी पाइबनी ଆମେ ସିନା ଶସ୍ତାରେ ପାଇଯିବୁ ତାଙ୍କ ଦେଶର ପ୍ରଡକ୍ଟ କଥା ଭାବ ଦି ପ୍ରକାର ସବୁ ସିଚୁଏସନ ମାନେ ଭାବିଲେ ଭାଇ ତାଙ୍କର ଗୋଟେ ଆମେରିକାରେ ଗାଡି ବିକୁଥିଲା ଭାରତ ଆକ୍ଚୁଆଲି କେତେ ଲଗାଉଥିଲା 2% ଟ୍ୟାକ୍ସ ଲଗାଉଥିଲା ହେଲା ଆମେରିକା ଯଦି କହିବ ନାଇଁ ଭାଇ ସାହେବ ଆମେ ସେଟା 15% କରିଦବା କାରଣ ଭାରତ ଆମର 15% ଲାଗୁଛି ତ ସିଏ ସେତିକି ହେଲେ ବିକି ପାରିବେନି ଭାରତରେ ଆସିକି ଏଠି ବହୁତ ଅଧିକା ଲାଗିଯିବ ଭାରତ ଯଦି ସେତିକି ପରସେଣ୍ଟ ଲଗେଇଦବ ଅଧିକା ହେଇଯିବ ବହୁତ ହେଲା ବା ଭାରତୀୟ ପ୍ରଡକ୍ଟ ମନେକର ଇଣ୍ଡିଆର ଜଣେ ଇଣ୍ଡିଆ ଉପରେ ଆମେରିକା ନେଇକି ବିକି ପାରୁଥିଲା ଆମେରିକା ବାଲା ଅଧିକା ଲଗେଇଦେଲା ଇଣ୍ଡିଆ ବାଲା ଆଉ ବିକି ପାରିବେନି ଏଠି ପ୍ରେସର ଆସିଗଲା ସବୁ ଡୋମେଷ୍ଟିକ ପ୍ରଡକ୍ଟ ମାର୍କେଟର ପ୍ରେସର ଆସିଗଲା ଆମେରିକା ବି ସେଇ ଜିନିଷ ହବ ଆମେରିକାରେ ବି ଯୋଉ ପ୍ରଡକ୍ଟର ମଧ୍ୟ ସେ କମ୍ ଲଗାଉଥିଲା ଏବେ ଅଧିକା ବଢିଯିବ ଏଠି ପ୍ରୋବ୍ଲେମ ହେଲା ଇଣ୍ଡିଆରେ ମଧ୍ୟ ଯୋଉ କମ୍ପାନୀ ମାନେ କମ୍ ମାନେ ଯୋଉ କମ୍ ଟ୍ୟାକ୍ସ ଲଗାଉଥିଲେ ସେ ଜିନିଷ ଅଧିକା ଟ୍ୟାକ୍ସ ଲଗାହବ ଆମେରିକା ଦ୍ୱାରା ଇଣ୍ଡିଆ ବିକି ପାରିବନି ସେଇଠି ପ୍ରଡକ୍ଟ ତାଙ୍କୁ ଅଧିକା ଲାଗିବ ଆମେ ଏକ୍ସପୋର୍ଟ କରିପାରିବନି ଯାହା ଇଣ୍ଟରନ୍ୟାସନାଲ ଯାହା ଆମ ଡୋମେଷ୍ଟିକ ମାର୍କେଟରେ ବିକିବ pressure from the domestic producer USA agricultural producer including the wine market wine maker blueberry growers ହେଲା blueberry whiteberry demanded tariff on the Australian imports, citing the unfair trade practice, strengthening the biosecurity law and the restrict the USA export. ହଉଛି ୱାଇନ୍ ମାନେ ମଦ କଥା କୁହାହଉଛି ଟ୍ୟାକ୍ସ ଲାଗୁଥିଲା ଅଲଗା ଅଲଗା ଦେଶରେ କିମ୍ବା ଅଷ୍ଟ୍ରେଲିଆ ପ୍ରଡକ୍ଟକୁ ଆମେରିକା ବାଲା ପିଉଥିଲେ ମଜା ନେଉଥିଲେ ଟିକେ ବଢିଯିବ ଯେତେବେଳେ ଆମେରିକା ବାଲା ପିଇ ପାରିବେନି ସେମିତି ମଦ ମଜା ଆସିବନି ତାଙ୍କୁ ଦ୍ୟାଟ୍ ଇଜ ଦ ରିଜନ ପ୍ଲସ୍ ଏବେ ବିକି ପାରିବନି ସେ ମାର୍କେଟରେ ଅଧିକା ରେଟ୍ ହେଇଯିବ ତାଙ୍କୁ stock market in the Asia, Europe have the experienced fluctuation due to the uncertainty over the potential economic impact. Donald Trump କଥା କହୁଛନ୍ତି ତାପରେ ତମେ share market countries have the rely heavily on the export on the US are the expected to face the economic challenges retaliation measure. ଇକୋନୋମି ସବୁଠୁ ବଡ଼ ଇକୋନୋମି ଆମେରିକା ଆମେରିକା ସହିତ ଦେଶର ଭଲ ଡିଲିଂସ ଆଟଲିଷ୍ଟ ଭାରତ ସହିତ ତ ଆମେରିକାର ବହୁତ ବଡ଼ ଇମ୍ପାକ୍ଟ ଆମେରିକା ଏମିତି କରିବ ଭାରତ ସହିତ ବେଶୀ ତ ଇମ୍ପାକ୍ଟ ପଡ଼ିବ ଭାରତ ହେଇଗଲା ଚାଇନା ହେଇଗଲା ତମର ୟୁରୋପିଆନ୍ କଣ୍ଟ୍ରିଜ ହେଇଗଲେ ଆମେରିକା ଯୋଉ ପାଖାପାଖି କଣ୍ଟ୍ରି କିଏ ତମର କାନାଡା ହେଇଗଲା ମେକ୍ସିକୋ ହେଇଗଲା ସାଉଥ ଆମେରିକାନ୍ କଣ୍ଟ୍ରି ବ୍ରାଜିଲ ପାରାଗୁଏ ଏ କଣ୍ଟ୍ରି ସବୁ ବଡ଼ ବଡ଼ କଣ୍ଟ୍ରି ନେଗୋସିଏସନ ୱିଣ୍ଡୋ ଭାଇ ସାହେବ ନେଗୋସିଏସନ କର ଡୋନାଲ୍ଡ ଟ୍ରମ୍ପ ବାବୁ ଏତେ ଜଲ୍ଦି ଚିଡ଼ିଗଲେ କ'ଣ ହବ
USA Treasury has the indicated the trading partner, trading partner can avoid these tariffs using their trade barrier and aligning their tariff with the USA rate. କହୁଛନ୍ତି ରେଟ୍ କ୍ଲିୟର କରିବା ପାଇଁ ତମେ ନେଗୋସିଏସନ କର କ'ଣ ଅଛି କ'ଣ ନାହିଁ ଇନ୍ ଦ ସେନ୍ସ ଏଇଟା କହିଦେଲା ସିନା ଭାବୁଛି ନାହିଁ strict ହେଲେ ଅସୁବିଧା ନେଗୋସିଏସନ ଚାଲ approach encourage the bilateral negotiation prevent the long term trade conflict ହବ ଭୁଲ କରୁଛି ଠିକ କରୁଛି ହଉନି ସେ ଟ୍ରେଡ୍ ବ୍ୟାରିୟର ଅସୁବିଧା implication କ'ଣ ଆସିବ reciprocal tariff policy the extended reduce the USA trade deficit protect the domestic industry କଥା ତାଙ୍କ ଦେଶର ମାନେ ଡୋମେଷ୍ଟିକ ଯୋଉ କାର ବନଉଛି କିମ୍ବା ମେଡିସିନ ବନଉଛି ତାକୁ ରକ୍ଷା କରିବା ଆମେରିକାରେ ପ୍ରଥମ କାମ ଆମେରିକା ଫାଷ୍ଟ ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି ନା however it may lead to increase the trade tension and the potential retaliation from the affected country trade ଯୁଦ୍ଧ व्यापारिक युद्ध global supply chains would be disrupted if a trading partner imposed the countermeasure and in the international trade. The Supreme Court on the Chief Election Commission recently Chief Election Commission को केमिति एक्चुअली कौन करा है कुछ पढ़ियो तुम टीम्स रे डायरेक्टली पढ़ियो मेंस रे डायरेक्टली କଥା मैडम मैंने बुझ पान झांसी किरण मैडम हाँ कौन है सर H1B वीजा कौन अमेरिका P1 वीजा ମୁଁ ଆକ୍ଚୁଆଲି କରେଣ୍ଟ ଆଫେୟାର ଯିବି ମାନିକି ଚାଲନ୍ତୁ ଗୋଟେ ପ୍ରକାର ଷ୍ଟୁଡେଣ୍ଟ ଟାଇପର ଭିସା ରହିବା ପାଇଁ ହେଲା ବାକି ସେଟା ପରମାନେଣ୍ଟ ନୁହେଁ ଟେମ୍ପୋରାରୀ ଟାଇପର ଭିସା ଇଣ୍ଟରନ୍ୟାସନାଲ ରିଲେସନ ଯେତେବେଳେ କହିବା ତାକୁ H1 B1 ଭିସାକୁ ଯାଏ କ'ଣ ପାଇଁ କେତେ ଦିନ ପାଇଁ ଷ୍ଟୁଡେଣ୍ଟ ଭିସା ମାନିକି ଚାଲ ସେଭଳିଆ କିଛି ଗୋଟେ ପରମାନେଣ୍ଟ ନା ଟେମ୍ପୋରାରୀ ଦେଇଥାଏ କେତେ ଦିନ ओके झांसी मैडम जाऊ तो कथा झांसी किरण मैडम हाँ सर सुप्रीम कोर्ट ऑन सीईसी माने जाऊँ सर आज्ञा आज्ञा सुप्रीम कोर्ट ऑन चीफ इलेक्शन कमिशन है कथाटा सुन मन रख एटा पड़िबो परीक्षा मार्च 2023 सुप्रीम कोर्ट इन द इंडिया मैंडेटेड दैट appointment of the election commission of India CI जने election commission of India जने chief election commission of India including chief election commission and election commission should be made by the president based on recommendation of the selection committee comprising minister रहिबो leader of opposition रहिबे आ कोन रहिबे इट लिखा है chief justice ने चीफ इलेक्शन कमिशन को किए अपॉइंटमेंट करो प्रेसिडेंट अपॉइंट करो कहा द्वारा गोटे कमिटी सजेस्ट करेंगे प्रेसिडेंट को भाई साहब ए लोकटा को राम दाम सामू को लेकिन तमें चीफ इलेक्शन कमिशन करो या फिर इलेक्शन कमिशन जो प्रेसिडेंट अपॉइंटमेंट करेंगे राम साम दाम को किए कह से कथा 3 जन मिसिक कहे जन है प्राइम मिनिस्टर ऑफ इंडिया लीडर ऑफ अपोजिशन तमाने आम मोदी की नहीं पार राहुल गांधी नहीं पार और DY चंद्रचूड़ थे किए अच्छा चीफ जस्टिस ऑफ इंडिया किए अच्छे बाबू संजीव खन्ना ठीक अच्छे तेणु 3 जन को नहीं आम बनई पारा बट ये कथा उठे कौन चीफ जस्टिस ऑफ इंडिया पचर पुणी भारतीय पार्लियामेंट एग्जीक्यूटिव एक्शन माध्यम काढ़ी दे बर्तमान चली फाइनल डिसीजन ना जुडिशियरी पकड़ निहाती हालांकि पूर्व थर भी पकई क्वेश्चन प्रिलिम्स दिस इंटरम arrangement was the remain effective until the parliament enacted the law dealing with the appointment process कौन कथा तापर एबे नवा chief election commission and the other election commission act 2023 कौन कहला in August 2023 parliament passed the chief election commission and other election commission appointment condition of the service and term of office act 2023 parliament आना है
This legislation established by the new selection committee for appointing the CEC and EC consist of ये जो लिखिଥିଲା ये उल्टा लिखिଥିଲା कौन लिखिଥିଲା लिखिଥିଲା प्राइम मिनिस्टर थिबो लीडर ऑफ ऑपोजिशन थिबो आर्डर रे चेंज कर देला यूनियन कैबिनेट मिनिस्टर नॉमिनेटेड बाय द प्राइम सर ଏବେ ତ ସେ ହେଇଛି sir ଯୋଉ ସଞ୍ଜୀବ ଖାନା sir ସେ ହେଲେନି sir ସେ ହେଲେ ना ପ୍ରାଇମ संजीव खाना तमर चीफ जस्टिस ऑफ इंडिया ରାହୁଲ ଗାନ୍ଧୀ କହିଲେ କଣ ମୋଦି ସାଇନ୍ ରେଟ୍ ଅଛି हाँ से କଥା संजीव खाना चीफ जस्टिस ऑफ इंडिया sir ହେଲା संजीव sorry ନାଇଁ sir ଏବେ ଯୋଉ ହେଲେନି ନା sir ଯୋଉ ଇଲେକ୍ସନ हाँ କମିଶନ हाँ sir इलेक्शन कमिशन ସଞ୍ଜୀବ इलेक्शन ଖାନା इलेक्शन कमिशन बर्तमान ହଁ किए ନାଇଁ ସେ किए ଯୋଉ अछन तमर इलेक्शन कमिशन ऑफ इंडिया बर्तमान किए नुआ लोग जॉइन करिस ता नारा कोन किए इलेक्शन ମନେ कमिशन ପଡୁନି चीफ इलेक्शन कमिशन ऑफ इंडिया किए अछन देबे तरुण तरुण की समथिंग ओके चलो देखि दो ओके तो कथा उठी दे बाबू कथा कांसेप्ट देखि दियो बाकी जा नाम मन रखिदो एठी जो चीफ जस्टिस ऑफ इंडिया थिले ए जगह जो कमिटी जगह ता हटे दियाला कोन देखाला यूनियन कैबिनेट मिनिस्टर नॉमिनेटेड बाय द प्राइम मिनिस्टर माने अमित शाह को रखि देबे मोदी राहुल गांधी अमित शाह कथा कोठी पळै जिवो मोदी अमित शाह आडी कथा पळै जिवो चीफ जस्टिस नाही जडिशियरी कोठी ना कोठी साइड कर देला कि पार्लियामेंट 2013 23 जडिशियरी छाड़िबो कि जडिशियरी तार ऊपर कंट्रोवर्सी Notably, this act replaced by the Chief Justice of India with the Union Cabinet Minister in the selection panel. Chief Justice of India ଥିଲେ କାଟିକି ତା ନାଁ ଜାଗାରେ କିଆ ପକେଇଦେଲା ୟୁନିୟନ କ୍ୟାବିନେଟ ଲିଗାଲ ଚେଞ୍ଜେସ୍ ଇନ୍ ଦ ସୁପ୍ରିମ କୋର୍ଟ ପ୍ରୋସିଡିଂ କଣ କହିଲେ ଭାଇ ସାହେବ ଭାଇ ସାହେବ କହିଲେ ଯେ alteration of the composition of the selection committee promoted the several petition ପକାଲା କି ଭାଇ ସାହେବ କଣ ଏମିତି କଥା ଜଷ୍ଟିସ କୁ ବିଦା କରିଦେଲେ challenges the constitutional validity of the 2023 act. Petitioner urged that exclude the Chief Justice of India from the selection panel undermine the independence of the election commission. ये इंडिपेंडेंस ऑफ द इलेक्शन कमिशन माने सतरे काम ठीक ठाक करिवो तो मोदी बाबू कि हमर अमित शाह जो कथा कहि से कथा कर दो एठी में बड़ी छुटेन सुनो एबे रिसेंटली ममता बनर्जी कोन कहउछंती विजय वाला सब फर्जी डुप्लीकेट बने दउछन कोन हमर वोटर आई कार्ड बने दउछन हालांकि अछि फर्जी बने दउछंती कारण इलेक्शन कमिशन जदि सब पार्टी वाला सहित मिसी जीव तो कथा सइला ना सेपरेशन ऑफ पावर कोन है एग्जीक्यूटिव जुडिशियरी लेजिस्लेटिव आम तो सेपरेशन ऑफ पावर है बर्थ कथा कोठी सुप्रीम कोर्ट हैज एक्नॉलेज दिस कंसर्न बोला ठीक अछि पिटिशन पके छ म बुझु जागा कंसर्न एंड शेड्यूल्ड हियरिंग टू एड्रेस दिस पिटिशन एज ऑफ February 2025 द कोर्ट हैज रिफरेंड द हियरिंग ऑफ दिस प्लीज इन द एग्जामिन मैटर फॉर द एप्रिल ले कथा सुनेबो सुप्रीम कोर्ट कर दबो या फिर implication कौन outcome of this proceeding hold the significant implication of the autonomy and impartial of the election commission of India राताराती करा हितला एथर इलेक्शन कमिशन ऑफ इंडिया राहुल गांधी कहउतले एपट सेपट कर दउन हां डेमोक्रेसी संविधान बही धरी चलछन हां court decision will determine the balance between executive influence judiciary oversight and appointment process of the key election officials hereby the implementing the integrity of the election process एक वोटर माने ममता बनर्जी एटा कौन कथा ही न्यूज कौन recent concern have the emerged regarding the integrity of the Indian electoral rolls particularly focus on the presence of the fake voter and the duplicate the electoral photo identity card epic number और तो तुम्हारा डेली न्यूज़पेपर छपा हो जाओ epic number को हमें ठीक ठाक करिया दरकार न डुप्लीकेट कर इनर फुल फॉर्म कोन ना इलेक्टर फोटो आइडेंटिटी कार्ड नंबर एपिक मध्य को आउची ला ये एपिक ता तमरो कोन इलेक्ट्रोनिक इलेक्टोरल फोटो आइडेंटिफिकेशन नंबर एपिक नंबर जोटा कि तम वोटर आई कार्ड थिबो वोटर आई कार्ड रे तम थिबो नंबर तो सेटा एपिक नंबर जिनसे लोग जेतु कोरोना समय रे सरकार नुआ नियम से आनथिला हां ना जहा पाखर एक्चुअली एपट सेपट जाई परनी कि कोन एपट सेपट रहि जाईची इलेक्शन थिला ना किछि सेतल से राजस्थान बदी थिला हमर वेस्ट बंगाल थिला इलेक्शन थिला पहले इलेक्शन सेटा पर गला कोन लोग एक्चुअली ऑनलाइन लो तुम प्रिंट आउट बाहर कर तो लोगों कथा मिल गला तो लोग इला फर्जी करे में सुविधा ऑनलाइन तो देखा होची ना नो फर्जी करे स्टार्ट कर देले ला गोटो लोग 3000 भोट पिट धनी के कहूची हमर गवर्नमेंट को ताकि ताको मध्य किसी ये मानी छि इलेक्शन कमिशन ऑफ इंडिया मानी चंती कि भाई हां सतरे किसी लोग भाई डुप्लीकेसी अछि यू हैव टू नो फाइंड आउट द प्रॉपर सॉल्यूशन फॉर दैट डुप्लीकेट एपिक नंबर कहली
ଇଲେକ୍ଟର ମାନେ ଯିଏ ଭୋଟ ଦବ ତା କଥା କହୁଛି। ଇଲେକ୍ଟର ଫଟୋ ଆଇଡେଣ୍ଟି କାର୍ଡ ନମ୍ବର ଫଟୋ ଲାଗିଥିବ ଆଇଡେଣ୍ଟି କାର୍ଡ ଥିବ କୋଡ୍ ଥିବ ବାର୍ କୋଡ୍ ଥିବ ଯୋଉଟା କି ନମ୍ବର କିଛି ଲେଖା ଡୁପ୍ଲିକେଟ୍ ଏପିକ୍ ନମ୍ବର The Election Commission of India has acknowledged instance where the different voter across the various state has been assigned identical epic number. ताकि वर्तमान एक कथा मध्य कुआ इलेक्शन रे हैला आई थिंक मोस्ट प्रोबब्ली कलकत्ता इलेक्शन पूर्व मोर भोटर आईडी कार्ड सहित आधार कार्ड नंबर जोड़ी दिया जो फर्जी हो परिबो नाही भोटर आई कार्ड सहित आधार कार्ड रे नंबर जोड़ा है जीवो आ फर्जी हो परिबो नाही दीटा केमि मिसमैच duplication arose from the historical practice involving the decentralized the manual data entry system manual data जो leading to the overlapping alphanumeric series जो number को आछे alpha abcd 1 2 3 4 alphanumeric number था bracket number थी despite these duplication each voter is registered in a specific consultancy with the authorized vote only their designed polling station ताको गोटे एमती प्रकार सिस्टम करा हबो कि ये लोग यही एपिक नंबर ଆଉ କିଛି ହେଇପାରିବ ନାହିଁ ହେଲେ ଆକ୍ଚୁଆଲି ବାହାର କରି ଦେଖି ଦିଆଯିବ ଆଚ୍ଛା ଦୁଇଥର ଭୋଟ ଦେଇ ତାକୁ ଧର Therefore, the presence of the duplicate epic number does not, inherently indicate the existence of the fake voter. ECI response to the measure. कौन ECI कहले? To address this issue, the ECI has initiated the several corrective measures. कौन corrective measure ने? Unique epic allocation. गोटे लोग गोटे allocation करा हबो. ऐसे ECI Election Commission of India plan to resolve all cases duplicacy epic number within the 3 months. 3 मास का ना election अछि ना हमरो वेस्ट बंगाल प्लस बिहार रे ensuring that each voter receive a unique identification number. OIN. Technology upgrade. The commission is enhancing the digital infrastructure online data सब infrastructure by the implementing update EruNet 2.0 platform. Epic number The system aims to streamline voter data management and prevent the future duplicate. जहाँ रहिबो डुप्लिकेट हे थिंकिंग एपिक विथ आधार बड़ कथा कहब ताकि आपरे मध्य लोकंकर कंसर्न उठुची डाटा प्राइवेसी कथा सरकार कहूँ कि इलेक्शन कमिशन आम आसिक जोड़ी is the traditional measure element duplicate are the fact entries ECI is promoting the linkage epic number with the Aadhaar number this initiative should the authenticating voter indicate the enhanced the number the political reaction and allegation कौन कथा duplicate violation of political opposition stand leader from the opposition parties कांग्रेस हेगला तमरो CPIM हेगला कलकत्ता have the raised concern about the potential electoral manipulation citing the presence of the fact entries identical epic number fact duplicate बना दो they have damaged demanded discussion of the legislation assembly in concerning the judicial intervention and ताମାନେ माने कहउछन्ती जडिशियरी रो सुप्रीम कोर्ट रो इन्वॉल्वमेंट रो फेक वोटर रहउची कारण हमर इलेक्शन कमिशन ऑलरेडी पार्टी सहित मिसी काम करूछन्ती कारण चीफ जस्टिस ऑफ इंडिया को हटे दिया है सिलेक्शन प्रोसेस रो जडिशियरी इंटरवेंशन करंतु कोठा गोटे फेक वोटर न देले आमे कलकत्ता रे ममता बनर्जी जितिबे किबा बिहार रे तेजस यादव ना कोन लालू प्रसाद का लालू प्रसाद को ईडीआई ना कोन ईडी रो समन करा होजी इलेक्शन ECI clarification. In response to this allegation, ECI has reiterated that duplicate epic number result from the legacy data entry practice not educate the fraudulent voting activity. The commission emphasized that each voter assigned to a specific polling station migration risk multiple vote by the single entity. Migration जो होजन migration में कोरोना टाइम रे ए टाइम रे कोट ना कोटी डुप्लीकेसी बढ़ी Conclusion finally, the duplication of the epic number raised the concern about the authenticity of the ECI Election Commission of India is actively implementing the measure to rectify the issues. Commission's commitment to technological advancement, data-driven process. कोठी आमे तक काम करिया प्लस डाटा जो तुम ऑनलाइन साइट अछि साइट अपडेट करले जे पेशेंट धरा पड़ जिवे बाकी जने लोक केवल गोटिए लोक भोट दे रेसिप्रोकल टैरिफ इंडिया सहित यार एक्चुअली कथा अछि पढितला इंडिया सहित केते 10% को दउजी
डिपुटेशन कथा से अमेरिका कथा ये मध्य न्यूज रे अछि हाथ गोड़ बांधिक आनी पकई दो ना इंडिया रे अमेरिका रिसेंट न्यूज अछि चलो पकेइबो कोथरे एस रे पकेइबो मेंस रे पकेइबो एस रे पकेइबो इंटरनेशनल रिलेशन डिपुटेशन डिपुटेशन माने कोन अमेरिका रे जहार एक्चुअली मैडम ने पचारतले एथने नॉन वीजा कथा को ग्रीन वीजा कथा को ये सब तमाम किसी ना एपट से इलिगाल नहीं जाइए किए ड्राइविंग को तुम देखा न्यूयॉर्क सिटी रे कैलिफोर्निया रे ड्राइवर से मिल पंजाबी किंवा गुजराटी कौट आसला से एनी हो से कथा कहे जहाँ जो अमेरिका धरचे आणिकी सीधा गुड़ा हाथ बांधि इंडिया पकड़ भल खराब दैट इज द डिफरेंट इश्यू आम ह्यूमन राइट्स कथा बट इलिगाल जी कर कोर्ट्स आम कहीं धरबे मो कंट्री रे कि आम कंट्री जो बांग्लादेश आसी पहुँच पाकिस्तान वाला अलग आम धरदे ना धरुनु देश रे तो ठीक अच्छे पैसा कमाई जाइए सन्तासवादी करने जाए तो अलग कथा कंट्री ल अच्छे रेगुलेसन काली से कथा आम कही होम मिनिस्टर से कथा कही आम ल को पसंद करूँ भारतीय हिसाब से जी भी अमेरिका जाऊँगी जहाँ रूल रेगुलेसन ल अच्छी मानि चलिया दरकार भारत केवे सपोर्ट कर तुम गली पशिक जाए अमेरिका पड़ा पंजाब जाए एनी हाउ से कथा कहनी जदि तुम एपट सेपट चोर भाया जाइए तो अफकोर्स तुम बंधा ही असुविधा कौन है बट हालांकि से लोक भल लगुनि पार्लियामेंट कथा एपट सेपट सेटा जीवा कथा तो भूल ना फास्ट हालांकि ठीक है ह्यूमन राइट कमिशन जो भद्रा मेरे सहित छाड़ा कथा जोटा कि हाथ गोड़र बांधिक आनी रखिदे ये कंसर्न recent development have the highlighted issue deportation of the Indian national from the United States reflecting the involving the immigration policy and enforcement element एमती भाव एक्चुअली सब एजेन्सी मैंने तुम ओडिशा तो टे कम अच्छा तुम देख पंजाब कथा कहुच्छी हरियाणा कथा कहुच्छी गुजरात कथा कहुच्छी इवेन कि एमपी कथा कहुच्छी ये ना प्रत्येक गली कंदी तुमको एजेंट मिल जाए अमेरिका नहीं पहुंचेदेवे गली कंदी से मेक्सिको बाटर कानाडा बाटर अलग अलग सब गली बाट अच्छी ये बाट नहीं छाड़ी तुमको छाड़देवी तुम एति टाँग नहीं कथा खराब नुह कि कहती तो भारत सरकार कही आगे धरा हो जो एजेन्सी मैंने पैसा पत्र नहीं छाड़ दौरान से बेचारा हईराण होती फास्ट धरा हो लोभ अच्छे अमेरिका जी अमेरिका पूरा एकदम मिल बाकी पैसा ड्राइवर कमाऊँ 2-4 लाख टका आईएएस अफिसर कमाऊँ मास लक्ष एनी हम सतरे मुझे मिछ कहे ना ड्राइवर ट्रक ड्राइवर मास 3-4 लाख टका बट जमी तुम से इनकम करके खर्च घर जब पठे पारे चला अनुसार कौन कैलकुलेशन नहीं हो recent development have highlighted the issue of the deportation of the Indian national from the United States reflecting the evolving migration migration माने in migration migration माने अमेरिका पे इमिग्रेशन का ओके recent deportation immigration immigration डिफरेंस पके देतला लखाई तमर कोठी ले एनसीआर इमिग्रेशन 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 का पॉइंट ऑफ व्यू अमेरिका पॉइंट ऑफ व्यू लखाई इंडिया पे हेले इमिग्रेशन है अमेरिका पे रिसेंट डिपोटेशन कथा सिंस जनवरी 25 यूएसए डिपोटेड 388 लोग आनी छाड़ सारा अदर देन 333 इंडिविजुअल आर रिटर्निंग डायरेक्टली सेपरेट सेपरेट मिलिटरी फ्लाइट आसी चंडीगढ़ पहुंच दउछि अमृतसर पंजाब बेसी होसन ना while the 55 are the reported from the Panama using the commercial flight Panama रू चली Panama मिडिल एशिया मतलब ये कथा को जहाँ कमर्शियल फ्लाइट भाई साहब टिकट वेट कर बस जा इंडिया जा हिस्टोरिकल डिपोटेशन ट्रेंड कथा आम कह केवल डोनाल्ड ट्रम्प छाड़ू ना बाइडेन टाइम छड़ाई ओबामा भी आनी छाड़ी जो बाइडेन से समय छड़ाई ट्रम्प सेकेंड टर्म छड़ा बिफोर 2009-24 अप्रोक्सीमेटली 15,564 इंडियन नेशनल पॉइंट गुड़ा ना एस गोटे बेले बेले आंसर लिखुची मार्क मिल डाटा दवा दरकार डाटा न्यूज़पेपर गोटे गोटे तुम नोट डाटा डाटा सेमती बनी जाए बिटवीन 2009-24 अप्रोक्सीमेटली 15,564 इंडियन नेशनल्स वर डिपोटेड फ्रॉम द यूएसए एनुअल डिपोटेशन एवरेज 750 वर्ष 700 पाखापाखि इंडिया को इलीगल माइग्रेंट जो जानते से मैंने आसुना इलीगल ड्यूरिंग द प्रेसिडेंट बाराक ओबामा टेन्यूर इनक्रीज 1550 ड्यूरिंग प्रेसिडेंट डोनाल्ड ट्रम्प फर्स्ट टर्म आगे जो होते
approachment loss under the Biden ଏବେ ସେକେଣ୍ଡ ଆସିଗଲେ ପୁଣି 300 ପାଖାପାଖି 400 ପାଖାପାଖି ସେକେଣ୍ଡ ଟର୍ମ ଅଫ୍ ଦ ଦିଥର ରହିପାରିବେ ମ୍ୟାକ୍ସିମମ୍। ରିସେଣ୍ଟ ଇନସିଡେଣ୍ଟ ଇନ୍ ଦ ଲିଗାଲ ଆକ୍ସନ ମାର୍ଚ୍ଚ 2025 ଫେଡେରାଲ ଜଜ୍ ଆମର ଜଣେ ଭାରତରେ ଜୁଡିସିଆରୀ ସିଷ୍ଟମ ଇଣ୍ଟିଗ୍ରେଟେଡ୍ ଆମେରିକାର ସେମିତି ନୁହଁ ଆମେରିକା ଫେଡେରାଲ ଅଲଗା ଫେଡେରାଲ କୋର୍ଟ ଯୋଉଟା ସେଟା ଦୁଇଟା ଯାକ କଥା ବୁଝିବ ଷ୍ଟେଟ୍ କୋର୍ଟ ଯୋଉଟା ସେଟା ରାଜ୍ୟ କଥା ବୁଝିବ କାଲିଫର୍ଣ୍ଣିଆ ହେଇଗଲା ଅଛି ଆମର ନେଭିଆ ହେଇଗଲା ସେପଟେ ହେଲା ନ୍ୟୁୟର୍କ ହେଇଗଲା ଯୋଉ ଷ୍ଟେଟ୍ ସେ କଥା ଫେଡେରାଲ କୋର୍ଟ ଦେଶ କଥା ବୁଝିବ ଫେଡେରାଲ କୋର୍ଟରେ ଗଲା ଭାରତ କିଛି ଦିନ ପୂର୍ବରୁ ବାଦଲ ଖାନ ସୁରି ଯୋଉ କଥା କୁହାଯାଉଛି ସେ ପିଲାକୁ ମେଡିକାଲ ପଢୁଥିଲା ୟୁନିଭର୍ସିଟି ମେଡିକାଲ ପଢୁଥିଲା କଣ ହାମାସ ବିଷୟରେ ହଁ ଗାଜା ହାମାସ ବିଷୟରେ ଗୋଟେ ଲେଖିଦେଇଥିଲା କଣ କମେଣ୍ଟ କରିଥିଲା ତାକୁ ଆଣି ସିଧା ଭାରତରେ ଛାଡ଼ିଦେଲେ କି ଭାଇ ସାହେବ ତୁ ଏଠି ପ୍ରୋପାଗାଣ୍ଡା ସନ୍ତାସବାଦୀକୁ ବଢ଼ାବା ଦେଉଛୁ ଆମେରିକାରେ ରହିକି ଭାରତୀୟ ଷ୍ଟୁଡେଣ୍ଟ ହେଇକି ତୁ ଯା ଘରକୁ ଯା ବଟ୍ ହାଲାକି ସେ ଯୋଉ ତାଙ୍କର ଯୋଉ ଫେଡେରାଲ କୋର୍ଟ କଥା ଜଜ୍ କଥା ସେ ଷ୍ଟେ ଅର୍ଡର ଲଗେଇଛନ୍ତି ନା ସେ ପିଲାକୁ ପଠା ନ ଯାଉ ପଢୁଥିଲା ସେ କଣ କହିଛି କଣ ନାହିଁ ଦେଖା ହବ ସେ କଥା ନା ସେ କଥା ଦବ ଏଗୁଡ଼ା। And similarly, Momodo Tal, a Central, Cornell University PhD student in the dual citizen of the UK and Gambia, not dual citizen, which was, by the USA immigration officials surrender following the participation of the pro-Palestine protest. बस ପାଲେଷ୍ଟାଇନ କଥା ଗାଜା କଥା ବା ୟୁକ୍ରେନ କଥା କିଛି କହିବାନି ସିଧା ଦେଶକୁ ପଳେଇଯାଅ ତା ଲାଗି ୟାପରେ ଷ୍ଟେ ଅର୍ଡର ଲାଗିଛି ଏବେ ଆମେରିକା detention and deputation urging that the action against the had the retaliatory infringement the freedom of the expression माने जो freedom of expression माने तो से पिलाको सूरी कथा को से सूरी जो एक्चुअली तार फ्रीडम ऑफ एक्सप्रेशन अमेरिका रो फ्रीडम ऑफ एक्सप्रेशन अछि भारत रे जेमि फ्रीडम ऑफ एक्सप्रेस फंडामेंटल राइट कथा को आउछ अमेरिका रे भी से अछि बट फ्रीडम ऑफ एक्सप्रेशन मान नुहे जे एब्सोल्यूट मन इच्छा कहि देबनी किछि हम तो अछि मन इच्छा कहि परिबो एब्सोल्यूट नुहे ना एब्सोल्यूट केमि कहि अमेरिका सेमि लॉ अछि राजा फाजा कहि परिबनि से कहि दैछि कथा कोन उकिल जो आनिछि कोन पे ना फ्रीडम ऑफ एक्सप्रेस को प्रायोरिटी दिया गवर्नमेंट एडवाइजरी कोन light of the development of the Indian government has advised the citizen studying in the USA comply strictly with American law भारत से कथा कहले अमेरिका रे जो नियम अछि ना अमेरिका नियम अनुसार चलो सेठी भारतीय सब कथा एकदम जो कथा एकदम धारणा बचो सेमि हो लॉ जाको से advisory follow a incident where the Indian student faced the legal actions including the arrest and deportation understanding the importance of adherence with the local authority जहाज अनुसार बने अनि चलो पब्लिक रिएक्शन कौन रोचे इमेज डिफेक्टिंग द इंडियन डिप्यूटी बिंग द सेकंड लैंड ट्रांसपोर्टेड दे जो सेकंड ना माने गुडर बेडी पकेदला बड़ बड़ खनि मानु काम जे गुडर बेडी पकनु अमेरिका जाइते त गुडर बेडी पके हाथ बंधा के आनी छड़ा खतरनाक कथा न त भल लागला लोक ह्यूमैनिटी कमीशन बाकी बेरा कथा जो पार्लियामेंट उठ कोन एमदी करथिले कि ताऊ बेडी पके आनी छड़ा सेकंड लैंड ट्रांसपोर्टेड द यूएस मिलिटरी प्लेन्स हैड द स्पार्क्ड आउटरीच इंडिया केपरा खेली गला These scenes have been raised concern about the treatment of a deputed in India. Treatment, କୋଉ ଭଳିଆ treatment 24 ଘଣ୍ଟା ପାଖାପାଖି 30 ଘଣ୍ଟା ପାଖାପାଖି ଲାଗିବ ଆମେରିକାରୁ ଇଣ୍ଡିଆ ଆସିବା ପାଇଁ ଫ୍ଲାଇଟରେ 30 ଘଣ୍ଟା ଯାକ କେମିତି ଝାଡ଼ା ପରିସ୍ରା କରିବେ କେମିତି ଚାଲିବେ ଟିକେ ବସିବେ କ'ଣ କରିବେ କ'ଣ ନାହିଁ ଯାଇକି କେତେ ସମୟ ଆସିବେ ଏଟା ମାନେ ହ୍ୟୁମାନ ରାଇଟ୍ ଉପରେ ପାଞ୍ଚ ଆସୁଛି କଥା ଦ୍ୟାଟ୍ ଇଜ୍ ଦ ରିଜନ୍ ଇଣ୍ଟେନ୍ସିଫାଏଡ୍ ଡିସ୍କସନ୍ ଅଫ୍ ଦ ଇମିଗ୍ରେସନ୍ ପଲିସି ବିଟୱିନ୍ ଦ ଟୁ କଣ୍ଟ୍ରି ଲୁଚିକି ଯାଉଥିଲା ଯେମିତି these events highlight the complexity surrounding the immigration enforcement and the experience of the Indian nationals. Then next news it अछि coaching center Rajasthan. सारे पिला सुसाइड करछन तार रिलेटेड कोचिंग सेंटर इन राजस्थान बहुत सारे पिला सुसाइड करछन कोटारे सुनिथिबा नीट पिला सन छोट छोट पिला जाय कि एपिसोड पढुछंती एपिसोड माने पढुछंती तांको बहुत सारा हेवी प्रेशर दिन को 15 घंटा क्लास करेगा एते नोट्स लिखे दवा जे मुंड खराब बापा माँ एपटे पुणी प्रेसर भाई साहब तू जाइछ माने डॉक्टर ना बड़ इंजीनियर आईआईटी ना एम्स बजेई रखिबो तो पिला 20-22 वर्ष मुंडरे कोन अछि पास पहले नहीं फैन रेजुली पहले ସେଥିପାଇଁ କୋଚିଂ ସେଣ୍ଟରକୁ ରେଗୁଲେସନ ବନାହେଲା କି ଭାଇ ସାହେବ ଯୋଉ ପିଲା ଯୋଉଠି ରହୁଛନ୍ତି ତାଙ୍କ ରୁମରେ ଫ୍ୟାନ୍ ରହିବନି ମାନେ ଯୋଉ ସିଲିଂ ଫ୍ୟାନ୍ ରହିବନି ଉଡ଼ିଥିବା ଜିନିଷ ରହିବନି କେତେ ଘଣ୍ଟା ଦିନକୁ କ୍ଲାସ କରିବେ ପିଲା ସେ କଥା ରେଗୁଲେସନକୁ ଆସିବ କ୍ଲାସରେ କେତେଟା ବସିବେ କୋଉ ଦିନ ପରୀକ୍ଷା ହବ ପରୀକ୍ଷାର ରେଜଲ୍ଟ କେମିତି ଡେକ୍ଲାରେସନ କରିବ ପିଲାଙ୍କୁ କେତେ ସମୟ ପଢ଼ିବାକୁ ପଡ଼ିବ ରାତିରେ କେତେବେଳେ ଶୋଇବାକୁ ପଡ଼ିବ ଏଭ୍ରିଥିଙ୍ଗ ଗୋଟେ ରୁମରେ ଗୋଟିକିଆ ପିଲା ରହିପାରିବନି
ସେମାନେ ସବୁ ରେଗୁଲେସନ ଆଣିଲା କୋଚିଂ ରାଜସ୍ଥାନ 2 ବର୍ଷ ତକ ତା ନମ୍ବର ହେଲା ଗୋଟେ ଗୋଟେ ପିଲା ବାପା ମା କେତେ ଭରସା କରିକି ଛାଡୁଛନ୍ତି ହାଲାକି ବାପା ମା ବି ବହୁତ ସାରା ସମୟରେ ହେଲା ବୁଝି ପାରୁନାହାନ୍ତି କାରଣ ତାଙ୍କ ନିଜର ଡ୍ରିମ୍ ଟା ପିଲାଙ୍କ ଉପରେ ପ୍ରେସରାଇଜ କରନ୍ତି ମା ନିଜ ଡ୍ରିମ୍ ମନେକର ଡକ୍ଟର ନିଜେ ଡକ୍ଟର ହେଲାନି ହେଲା ତାର ଇଚ୍ଛା ନାହିଁ ଡକ୍ଟର ହବା ପାଇଁ ତ ଜବରଦସ୍ତ କଲେ କଣ ହବ କି କ୍ଲାସଟା ପାଇଗଲା ବୋଲି ମେଟ୍ରିକ କଣ ସବୁ ଦୁନିଆରେ ହେଇଗଲା କି ତାର ତ ଇଚ୍ଛା ଥିବ ମ୍ୟୁଜିସିଆନ ମୁଁ ହେବି ମୋର ଇଞ୍ଜିନିୟର ହେବି ଆଇଏଏସ୍ ଅଫିସର ହେବି ବଟ୍ ଡକ୍ଟର କାହିଁକି ହେବି ବାପା ମାଆଙ୍କ ଇଚ୍ଛା ଡକ୍ଟର ହବାକୁ ପଡିବ ଜବରଦସ୍ତ ସେଠି କରାହଉଛି ତା ଛୋଟ ପିଲା ଶୋଇବ ଲାଷ୍ଟ ପର୍ଯ୍ୟନ୍ତ ଶୋଇବ in response to raising the concern over the yeah, ତ ये जो प्रीवियस न्यूज थिला ना सर जोटारे यूएस रो ଆମେ ଡିସ୍କସନ କରୁ yeah. ସେଟା ଆମ ଏକ୍ସାମ ରେ କି ଟାଇପ ର ଇଣ୍ଟରନ୍ୟାସନାଲ ଲ ରିଲେଟେଡ୍ କଥା ତ ଆପଣଙ୍କର ଯୋଉ ଡାଇରେକ୍ଟ କ୍ୱେଶ୍ଚନ ଏମିତି ଆସିପାରିବ କି ଭାରତର ଯୋଉ ୟୁଏସଏ ବିଷୟରେ ରିଲେସନ କିମ୍ବା ବାକି ଯେ ଡେପୁଟେସନ କଥା ସେଗୁଡ଼ା ବି ଲେଖ ତା ରିଲେଟେଡ୍ କଥା ଡାଇରେକ୍ଟ ପକେଇ ପାରିବ ବା ଇଣ୍ଟରନ୍ୟାସନାଲ ଲରେ ଭାରତର କେମିତି ଭାବରେ ଫ୍ରିଡମ ଅଫ ଏକ୍ସପ୍ରେସନ ଇଣ୍ଡିଆରେ ଫ୍ରିଡମ ଅଫ ଏକ୍ସପ୍ରେସନ ଡିଫରେନ୍ସ କଣ ରହିଛି ଫଣ୍ଡାମେଣ୍ଟାଲ ରାଇଟ୍ ଯୋଉଟା କି ଏଥର ପକେଇଥିଲା ଅଲରେଡି କ୍ୱେଶ୍ଚନ ପ୍ରିଲିମ୍ସରେ ସିଟିଜେନ ମାନଙ୍କୁ କୋଉଟା ବାହାର କଣ୍ଟ୍ରି ମାନଙ୍କୁ କୋଉଟା ମନେକର ତମେ ହରତାଳ ଏଠି କରୁଛ ଷ୍ଟ୍ରାଇକ୍ କରୁଛ ଏଠି କେମିତି ଭାବରେ କରିପାରିବ ଆମେରିକା ହେଲେ ସେ ଜିନିଷ କେମିତି ଭାବରେ କରିପାରିବ ୟାକୁ ଆହୁରି ଡିପଲି ଫିଲ୍ଟର କରିକି ଲେଖିଲେ କ୍ୱେଶ୍ଚନ ପରୀକ୍ଷାରେ ଆନ୍ସର କରିପାରିବ ଭଲସେ ଆହୁରି ମାର୍କ ଦି ମାର୍କ ଅଧିକା ମିଳିପାରିବ थैंक यू सर ଠିକ ଓକେ in response to the rise in the concern over the student suicide କରୁଛନ୍ତି ଯାହା ପାଠ ପଢିପାରୁ particularly in the କୋଟା ରାଜସ୍ଥାନରେ ଭଲ ଜାଗାଟା ଯୋଉଟା କି କୋଚିଂ ସେଣ୍ଟର ଗୁଡା ଗୁଡାଏ ଅଛି ଯେମିତି ଦିଲ୍ଲୀ ମୁଖାର୍ଜୀ ନଗର କଥା କହୁଛ ନା ଭୁବନେଶ୍ୱର ଆଚାର୍ଯ୍ୟ ବିହାର ବାଣୀ ବିହାର କଥା କହୁଛ exactly same. Prominent coaching hub, Rajasthan government introduced the Rajasthan Coaching Center Control and Regulation Bill 2025 मालूम ना अभी रिसेंटली मोर 2025 रे 10-12 टा सुसाइड कर साइड ना खराब ना छोटे छोटे पिला सब इन द स्टेट असेंबली मार्च से 15 एति जानला कौन बिल प्रोविजन ऑफ द बिल मैंडेटरी रजिस्ट्रेशन जो छोटिया मोटिया कोचिंग सेंटर तुम रजिस्ट्रेशन कर ये कौन कथा पिला केते प्रेशर पकाउछ छोट पिला जान नाथि डरउछन्ती पिडुछन्ती रिजल्ट दरकार ना बापा कोइ हम रिजल्ट दरकार कोचिंग वाला भी सीधा रिजल्ट दरकार आर पीड जहाँ भी हो पिला रिजल्ट कर मैंडेटरी रजिस्ट्रेशन कोचिंग सेंटर विल द 50 स्टूडेंट आर रिक्वायर्ड टू द रजिस्टर इन द हायर एजुकेशन डिपार्टमेंट एनसीडी द 50 रु अधिका जहाँ पाखे पिला अछन्ती सेमाने एक्चुअली रजिस्ट्रेशन करिया पड़ो अथॉरिटी पाखे परमानेंट माने regulatory authority a 12 member authority will oversee the operation of the coaching center बालगणा member रहे से सब coaching center देखिए गवर्नमेंट तरफ operational guideline केमिति ऑपरेशन करी coaching center class duration limited coaching session maximum 5 hours per day maximum 5 घंटा दिन को क्लास रख ताटर अधिकार रखि पारि प्रेशर ले पिला से असुविधा हो जन असेसमेंट प्रैक्टिस खाता केमिति देखियो प्रेशर डेली तमे परीक्षा करो तापर खाता देखि दो एंजाइटी रहियो केते रहियो प्रोहिबिशन ऑफ द असेसमेंट ऑफ द फर्स्ट डे ऑफ द वीक ऑफ द मेंटेनेंस ऑफ द कॉन्फिडेंटली तामाने सोमवारिया मनकर खाता देखियो शनिवार रविवार से फ्री रहि पेलिनी हो तो प्रत्येक सोमवार खाता देखा हो परीक्षा जो हेतिला शनिवार रविवार छुट्टीटा मनकर ठीक माइंड रिलैक्स हेता प्रेशर चिंता रहले कि भाई सोमवार दिन मोर खाता देखा हो क्लासरूम जो हेची टेस्ट केते मार्क थियो केते मार्क समस्त आगर तुम कहबे भाई साहब तोरे ती रहला काहे कि केते गला कॉन्फिडेंशियल रहबो जहां मार्कटा ताको पर्सनल बता हबो ती रहला तो भलो पढा हे जिवो समस्त आगर बेइज्जत करले ठीक इज रेगुलेशन बहुत सारा टंका पैसा मध्य होଉଛି ସେଥିପାଇଁ ଗୋଟେ ପ୍ରେସର ମଧ୍ୟ ରହୁଛି ତରଫରୁ ହିସାବ ଦେଲେଣି ମାନେ ଯାହାହେଲେ ହବାକୁ ପଡ଼ିବ implementation of the fee structure with the provision to for the refund to the promote transparency and fairness then penalty ଯେମିତି non compliance କଥା କି ଆପଣ ନ ମାନିବ ସେ କୋଚିଂ ସେଣ୍ଟର କୁ 5 ଲକ୍ଷ ଟଙ୍କା ଫାଇନ या फिर ଦଣ୍ଡ ବିଧାନ ମଧ୍ୟ ରହିଛି रिएक्शन ऑफ द बिल ର ବଡ଼ ବଡ଼ କୋଚିଂ ସେଣ୍ଟର କହୁଛନ୍ତି ନା ଠିକ ହେବା ଦରକାର କାରଣ ତାଙ୍କର ତ ସବୁ ସିଷ୍ଟମ ଅଛି ଅଲରେଡି ତ କୋଚିଂ ସେଣ୍ଟର ଯୋଉମାନଙ୍କର ସେତିକିଟା ନାହିଁ ସେମାନେ କହୁଛନ୍ତି ନାଇଁ ଆମକୁ ଆମ ପେଟକୁ ଲାତ ମରା ହଉଛି ଆମେ ଚଳୁଥିଲେ କି ଆମେ ବଞ୍ଚୁଥିଲେ ହଜାର ପ୍ରକାର କଥା large coaching center major institute of the quota have expressed the support for the bill viewing the steps towards the reinforcing the transparency and the fairness part transparency ଆସିଲା ତା ମଜା ଆସିଲା କାରଣ ସେ ଚାହୁଁଛନ୍ତି ଛୋଟ କୋଚିଂ ବଢି ଯାଉ ଛୋଟ କୋଚିଂ ସେଣ୍ଟର smaller establishment have the criticized the bill labeling it the death warrant the bill ala government due to concern over the student and stringent regulation potential operation तो ଆମର କୋଚିଂ ସେଣ୍ଟର କମ ପିଲା ଆମେ କେମିତି ମ୍ୟାନେଜ କରିବୁ ଏତେ ସବୁ କଥା ସେ ପାଇଁ ଆମ ପାଇଁ
Critic କ'ଣ କହୁଛନ୍ତି? Some stakeholder argue that the bill has been diluted under the pressure on the 7,000 crore coaching industry. କୋଚିଂ ଇଣ୍ଡଷ୍ଟ୍ରିର ମଧ୍ୟ ବହୁତ ସାରା ପଇସା ପାଉଛି ରାଜସ୍ଥାନ ଗଭର୍ଣ୍ଣମେଣ୍ଟ ଏଜ୍ ଏ ଟ୍ୟାକ୍ସ। ଯଦି ଷ୍ଟ୍ରେଞ୍ଜିଏଣ୍ଟ ଆକ୍ସନ୍ ନେଇଯିବ ମେ ବି ସମୟ ଆସିବ ରାଜସ୍ଥାନ ଜାଗାରେ ପିଲା ବେଙ୍ଗଲୋର ପଳେଇଯିବେ କୋଚିଂ ପାଇଁ। ବା ଯେଉଁ କୋଚିଂ ହବ୍ ବନିଛି ନା ରାଜସ୍ଥାନରେ ବେଙ୍ଗଲୋରରେ ବନିଯିବ ୟା ଫିର ହାଇଦ୍ରାବାଦରେ ବନିଯିବ ୟା ଫିର ପୁନେରେ ବନିଯିବ ୟା ଫିର ଡେଲିରେ ବନିଯିବ। ଡେଲିରେ ଯେମିତି ଆମର ୟୁପିଏସ୍ସି ବନିଛି ନିଟ୍ ଫିଟ୍ ପାଇଁ କୋଟାରେ ବନିଛି। ଷ୍ଟ୍ରେଞ୍ଜିଏଣ୍ଟ ଆକ୍ସନ୍ ହେଇଯିବ ପୁଣି ସେମାନେ ଚେଷ୍ଟା କରିବେ ନା ଅଲଗା ଅଲଗା ସିଟ୍ରେ ତାଙ୍କର ହେଡ଼କ୍ୱାର୍ଟର ରଖିବା କୋଟାରେ ରଖିବେ ନାହିଁ ସିଫ୍ଟ ହେବେ। Then context of the significance, quota has witnessed the troubling increase the student suicide with 26 cases reported 2023 ରେ 26 ଜଣ ମରିଥିଲେ। 8 cases early month 2025 ରେ ଏବେ 2-3 ମାସରେ 8 ଜଣ ମରି ସାରିଲେଣି। This legislation aim to create the safer and more supportive environment for the students by regulating coaching centers, ensuring the adhere to standard and prioritize students well-being। ଭଲ ପିଲା କେମିତି ରହିବେ ପଢ଼ିବେ। Bill represent a significant move of the Rajasthan government balance the flourishing coaching industry with the imperative safeguarding student mental health and ensuring एज इनक्रीज ओडिशा गवर्नमेंट जब ओडिशा गवर्नमेंट रे एज इनक्रीज कथा तमे ओएसपीएस पको ताकि एसर सब करंट अफेयर को एसर तो इंक्लूड करि परिबो फिक्स रो इंक्लूड करि परिबो बाकी सब्जेक्ट वाइज जो पेपर रे जो रिलेटेड मते इंक्लूड करि परिबो बाकी डाटा कांसेप्ट थीम ये सब इंसा एज इनक्रीज recent years Odisha government has implemented the temporary increase to the upper age limit entry to the state government service to provide the more opportunity for the job aspirants initially set for the 32 years last thila kete SC ST OBC chhado chhado alga physical and that is the normal katha ko upper age limit was raised to 38 years for the recruitment advertisement issued during the calendar year 21 22 23 24 ମିନିମମ୍ କରିଥିଲେ ନା ପିଲା ଷ୍ଟ୍ରାଇକ୍ କରିଥିଲେ ସେ କରୋନା ଟାଇମ୍ରେ ହେଲା ଆମକୁ 2-4 ଥର ଏକ୍ସଟ୍ରା ଦିଅ ତେଣୁ ସେଇଥିପାଇଁ ଟେମ୍ପୋରାରୀ ପାଇଁ କରାହେଇଥିଲା 21 22 23 ଯୋଉ ଫର୍ମ ବାହାରିବ ତମର ମ୍ୟାକ୍ସିମମ୍ ଏଜ୍ ରହିବ 38 ପର୍ଯ୍ୟନ୍ତ ପ୍ଲସ୍ ରିଲାକ୍ସେସନ୍ SC ST OBC ପାଇଁ 43 ନେକ୍ସଟ କଣ कैटेगरी वाइज द एज रिलेक्शन जनरल कैटेगरी 38 SC ST OBC वुमेन 43 जनरल पर्सन विथ फिजिकल हैंडिकैप्ड 48% ना SC ST विथ फिजिकल 53%। Okay, these relaxations were introduced to compensate for the recruitment dispute caused by the unforeseen circumstance COVID-19 ପାଇଁ ସେଥିପାଇଁ ବଢା ହେଇଥିଲା which led to the delay government job ବାହାର ନଥିଲା ନୋଟିସ୍ ଫୋଟିସ୍ ଜିନିଷ ଆଗରୁ ଏବେ ତ ତମର ୱେସ୍ ପ୍ରତ୍ୟେକ ବର୍ଷ ପରୀକ୍ଷା ହଉଛି ଆଗରୁ ୱେସ୍ ଭାଇସା ବାହାରନି ଯଦି ବାହାରିଲା ପୁଣି ରେଜଲ୍ଟ ବାହାରିନି 4 ବର୍ଷ ପାଇଁ ୱେଟ୍ କରିଥିଲା ଚଲେନି thanks to ଓଡ଼ିଶା government which led to the delay in the government job notification examination the temporary increase aimed to ensure the candidate who surpassed previous age limit due to delay still the opportunity to apply the government କଥା ବୁଝିବ। As of January 2024, Odisha Cabinet approved the continuance of the age relaxation for the recruitment arrangement in the 2024. 2024 मध्ये आउथरे ताको रिलैक्स कराय। Our job aspirant have the express concern the temporary to conclude the December 31st काना आरा वर्ष जो सरी गला December 31st दिन एबे जो ओपीएससी नोटिस काढी दी दिन हैला से गोटे पोस्ट काढी जोटा कि तमरो 32 15 रखी 32 15 रखी आ 38 नाही सेति में पिला हंगामा करूछन। They have revealed that state government to consider the permanent increase कथा पिला चाहूँ 38 को ही जाऊ also SC ST OBC कि फीमेल में चले 43 की बंदा DC तरफ कौन नोटिस ना the upper age limit aligning with your practice of the other states हम देखियो अलग अलग स्टेट रे कोठ ना कोठ फॉर द इंस्टेंट वर्तमान पे गोवा अपर एज लिमिट के तरह किसी 45 तेलंगाना 44 प्लस या पर मध्ये अलग अलग रिलैक्सेशन स्टेट लाइक उत्तराखंड आंध्र प्रदेश हरियाणा इनक्रीज टू द 42 तेणु आम ओडिशा पिला चाहूँ कौन ना 38 एटलिस्ट हो एज ऑफ मार्च 22 2025 देयर हैज बीन नो ऑफिशियल नोटिस regarding the age extension or the permanent revision of the upper age Odisha government job हालांकि वर्तमान एई थर पई ओपीएससी रे तुम गोटे एक्स्ट्रा अटेम्प्ट दैछन बोली सुनी
irrespective of the number of attempt and the age ये जहाँ भी ହେଇଥାଉ ଏଥର ଗୋଟେ ଥର ପକେଇ ପାରିବ କମେଣ୍ଟ ପଛରେ ଦେଲା ଅଫିସ ओके बट कौन प्रकार नोटिफिकेशन बाहर अपर एज को अपर एज लिमिट को regarding the extension of the permanent revision of the upper age limit, government of the job upper beyond the 2024 aspirant are advised to monitor the official. हेले रखिबी बाकी देखो डाउट अछि